여러분 안녕하십니까? Hello, everyone. 우리 이번에 다시 이런 귀한 집회를 할 수 있어서 너무 감사합니다. I'm so thankful. ସମସ୍ତଙ୍କୁ ନମସ୍କାର। ଏଇଥରକ ଆମେ ମାନେ ଏଇ ପ୍ରକାର ମୂଲ୍ୟବାନ ବାଇବଲ ସେମିନାର କରିପାରୁଥିବାରୁ ମୁଁ ବହୁତ ଧନ୍ୟବାଦୀ ଅଟେ। ଯଦି ଆପଣ ଈଶ୍ୱର ହେଇଥାନ୍ତେ ତେବେ ଆପଣ ଈଶ୍ୱର ଆମମାନଙ୍କୁ କ'ଣ କହିବାକୁ ଇଚ୍ଛା କରିଥାନ୍ତେ? ଆପଣ ଜାଣି ପାରୁନାହାନ୍ତି, କିନ୍ତୁ ପରମେଶ୍ୱର ଆମମାନଙ୍କୁ ଅନେକ ଗୁଡ଼ିଏ ବିଷୟରେ କହିବାକୁ ଇଚ୍ଛା କରନ୍ତି 우리 속에 하나님의 마음을 전하기를 원하십니다. ଏବଂ ଆମମାନଙ୍କର ହୃଦୟରେ ତାଙ୍କର ହୃଦୟ ଦେବାକୁ ଇଚ୍ଛା କରନ୍ତି। 이거 인간을 만드시고 ପରମେଶ୍ୱର ଯେତେବେଳକୁ ସମସ୍ତ ବିଷୟ ସୃଷ୍ଟି କଲେ ତାପରେ ଶେଷରେ ମଣିଷକୁ ସୃଷ୍ଟି କଲେ ଆଉ ମଣିଷକୁ ସୃଷ୍ଟି କଲା ପରେ ସେ ନିଜ କେବଳ ତାଙ୍କର ହୃଦୟ ମଣିଷକୁ କହିଛନ୍ତି। 일하고 계십니다. ଆଜି ମଧ୍ୟ ପରମେଶ୍ୱର କାର୍ଯ୍ୟ କରୁଛନ୍ତି ଆପଣଙ୍କ ସହିତ ତାଙ୍କ ହୃଦୟକୁ ଏକ କରିବା ନିମନ୍ତେ। ଆସନ୍ତୁ ଆମେ ବାଇବଲର ବାକ୍ୟ ପଢିବା। ଯୋହନ ଲିଖିତ ସୁସମାଚାର 11 ପର୍ବର 31 ପଦ। 찾으셨으면 요한복음 11장 31절 ଯୋହନ 11 ପର୍ବ 31 ପଦରୁ ଆମେ ମାନେ ପଢିବା। ଯୋହନ 11 ପର୍ବ 31 ପଦ। 들은 피 일어나 나가는 거고 고가로 무덤을 가는 줄을 생각 따라가고 ଅତେବ ଯେଉଁ ଜିହୁଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ ସେମାନେ ମରିୟମକୁ ଶୀଘ୍ର ଉଠି ବାହାରକୁ ଯିବାର ଦେଖି ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି ଏହା ମନେ କରି ତାଙ୍କ ପଛେ ପଛେ ଗଲେ। 들여가지고 죽게 계셨던 내 오라베 죽지 아니하겠나이다. ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ ଯଦି ଆପଣ ଏଠାରେ ଉପସ୍ଥିତ ଥାନ୍ତେ ତାହା ହେଲେ ମୋର ଭାଇ ମରି ନଥାନ୍ତା। 성분이 여기서 민망히 여기서 ଅତେବ ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଜିହୁଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଉତ୍ତେଜିତ ହେଲେ। ପୁଣି କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ, ତାଙ୍କୁ କେଉଁଠାରେ ରଖିଅଛ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ ଆସି ଦେଖନ୍ତୁ। 흘리시더라. ଯୀଶୁ କାନ୍ଦିଲେ। 사람들이 말하되 보라 그를 어떻게 살아있는가 하며 ସେଥିରେ ଜିହୁଦୀମାନେ କହିଲେ, ଦେଖ ସେ ତାଙ୍କୁ କିପରି ସ୍ନେହ କରୁଥିଲେ। 말하되 속에 눈을 뜨게 한 이 사람이 그 사람 죽지 않게 할 수 없었더냐 하더라. କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ ସେ କ'ଣ ତାହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନଥାନ୍ତେ? 돌로 막았거늘. ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ। ତାହା ଗୋଟାଏ ଗୁହା, ପୁଣି ତାହା ମୁହଁରେ ଗୋଟିଏ ପଥର ଥିଲା। 나가서 주여 죽은 지가 나흘이 되어서 벌써 냄새가 나나이다. ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇ ଦିଅ। ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାଥା ତାହାଙ୍କୁ କହିଲେ, ପ୍ରଭୁ ସେ ବାସିଗଲାଣି, କାରଣ ସେ 4 ଦିନ ହେଲା ମଲାଣି। 내 말이 네가 믿으면 하나님 영광을 보리라 하지 아니하였느냐 하시는데 ଯୀଶୁ ତାଙ୍କୁ କହିଲେ, ଯଦି ତୁମେ ବିଶ୍ୱାସ କର ତାହା ହେଲେ ଈଶ୍ୱରଙ୍କ ମହିମା ଦେଖିବ। ଏହା କ'ଣ ମୁଁ ତୁମକୁ କହିଲି ନାହିଁ? 우르르 보시고 아버지 내 말을 들으신 것을 감사하나이다. ସେଥିରେ ସେମାନେ ପଛର ଘୁଞ୍ଚାଇ ଦେଲେ ଆଉ ଯୀଶୁ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। 그러나 이 말씀하는 것은 둘러선 무리를 위하니 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ ଏହା ମୁଁ ଜାଣିଥିଲି, କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଅଛନ୍ତି 나를 보내신 것처럼 믿게 하려 합니다. ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି। 부르시니 ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜାର ବାହାରି ଆସ। 자가 수적을 배로 동인 채로 나오는데 그 얼굴은 수건에 쌓였더라. ମୃତ ଲୋକଟି ବାହାରି ଆସିଲେ। ତାଙ୍କ ହାତ ଓ ପାଦ ସମାଧି ପ୍ରସ୍ତରେ ବନ୍ଧା ଯାଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, ତାହାଙ୍କ ବନ୍ଧନ ଫିଟାଇ ଦିଅ, ଚାଲିଯିବାକୁ ଦିଅ। ଆମେ 44 ପଦ ପର୍ଯ୍ୟନ୍ତ ପଢିଲୁ। 1장은 예수님께서 죽은 나사로를 살리신 이야기입니다. ଆଉ ଯୋହନ 11 ପର୍ବରେ ଯୀଶୁ କେମିତି ମୃତ ଲାଜାରକୁ ସଜୀବ କରୁଛନ୍ତି ସେ ବିଷୟରେ ଲେଖାଯାଇଛି। 마르다의 오빠 나사로가 죽은 이야기를 하고 있지만 ଆମେମାନେ ଯଦିବା ବର୍ତ୍ତମାନ ମାର୍ଥା ଓ ମରିୟମଙ୍କର ଭାଇ ଯିଏକି ମରିଯାଇଛନ୍ତି ତାଙ୍କ ବିଷୟରେ ଆମେମାନେ ଶୁଣିଛୁ। 많은 생각을 가지고 희망을 가지고 있던 희망들이 매일매일 죽어가고 있습니다. କିନ୍ତୁ ଆମମାନଙ୍କର ହୃଦୟରେ ଅନେକ ପ୍ରକାର ଆଶା ଅଛି ଆଉ ସେଟା ହେଉଛି ତା ମୃତ୍ୟୁ ପାଇଁକି ସେମାନଙ୍କର ଆଶା ଅଛି। 그외에도 자기 어떤 역량의 희망을 가지고 있다가 하다 안 되니까 매일매일 그 희망이 죽어서 사람들이 전혀 비참하고 어려운 가운데 처하게 됩니다. ସାଧାରଣତଃ ଲୋକମାନେ କୌଣସି ବିଷୟ ପାଇଁକି ଆଶା କରିଥାନ୍ତି, କିନ୍ତୁ ସେମାନେ ଯେତେବେଳେ ଶେଷରେ ସେଇ ଆଶାକୁ ସଫଳ କରିପାରନ୍ତିନି ତାଙ୍କର ଆଶା ମରିବାକୁ ଲାଗେ। 우리 마음을 우리 생각 살릴 수는 힘은 없는가? ଆଉ ସେଇ ମୃତ ଯୋଉ ତାଙ୍କର ଆଶା ମରି ଯାଉଛି ସେ ଆଶା କ'ଣ ପୁଣି ଆଉ ଥରେ ସଜୀବ ହେଇପାରିବନି କି?
ଯୀଶୁ ଖ୍ରୀଷ୍ଟ 2000 ବର୍ଷ ତଳେ ଏହି ଜଗତକୁ ଆସିଲେ 하나님이셨습니다. ସିଏ ପୂର୍ବରୁ ଈଶ୍ୱର ଥିଲେ 인간과 가깝게 되기 위하여 ସେ ମଣିଷମାନଙ୍କର ନିକଟବର୍ତ୍ତୀ ହେବା ପାଇଁ 도움을 주시기 위해서 ଆଉ ମଣିଷମାନଙ୍କୁ ଅନୁଗ୍ରହ ଦେବା ପାଇଁ ମଣିଷମାନଙ୍କୁ ସାହାଯ୍ୟ କରିବା ପାଇଁ 이 땅에 오셨습니다. ସେ ମଣିଷର ଶରୀର ଧାରଣ କରିକି ଏହି ଜଗତକୁ ଆସିଲେ 영적으로 보면 예수님이나 우리가 똑같이 눈이 있고 코가 있고 귀가 있고 ବାହିକ ଭାବରେ ଦେଖିଲେ ଆଉ ସମାନ ଯୀଶୁଙ୍କ ପରି ଆମମାନଙ୍କର ନାକ ଅଛି କାନ ଅଛି ହାତ ଅଛି ଆଉ ଆମମାନଙ୍କ ପାଖରେ ମଧ୍ୟ ହାତ ଗୋଡ଼ ଅଛି 하나님이십니다. କିନ୍ତୁ ସେ ଈଶ୍ୱର ଥିଲେ 우리에게 갖지 못한 어떤 힘이 있고 ତାଙ୍କ ପାଖରେ ଗୋଟେ ଶକ୍ତି ଥିଲା ଯାହାକି ଆମ ସହିତ ସମାନ ନୁହେଁ ଏବଂ ସିଏ ଗୋଟେ ଜଗତକୁ ପରିବର୍ତ୍ତିତ କରିବା ପାଇଁ ତାଙ୍କ ପାଖରେ ଶକ୍ତି ଥିଲା 또 하는데 ଆଉ ସେ ଯେଉଁଆଡ଼େ ଇଚ୍ଛା କରନ୍ତି ଆମମାନଙ୍କୁ ସିଆଡ଼େ କଢ଼େଇ ନିଅନ୍ତି 인간의 방법과 수원 살던 그것이 익숙해 있어서 ଯେହେତୁ କି ମଣିଷର ପଦ୍ଧତି ଏବଂ ପ୍ରଣାଳୀ ଦ୍ୱାରା ବଞ୍ଚିବା ପାଇଁ ଆମେମାନେ ଅଭ୍ୟସ୍ତ ଅଟୁ 우리 많은 문제가 일어나고 있는 겁니다. ସେଥିପାଇଁ ଯୀଶୁଙ୍କର ହୃଦୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କି ଆମମାନଙ୍କର ହୃଦୟରେ ବହୁତ ଗୁଡ଼େ ସମସ୍ୟା ଜାତ ହେଇଥାଏ 어떤 사람이든지 불문하고 ଆପଣମାନେ ଯେ ପ୍ରକାର ବ୍ୟକ୍ତି ହୁଅନ୍ତୁ ନା କାହିଁକି 말씀을 듣고 ଯଦି ଆପଣ ତାଙ୍କର ବାକ୍ୟ ଶୁଣିବେ 받아들이면 ଯଦି ତାଙ୍କର ବାକ୍ୟ ଆପଣ ଗ୍ରହଣ କରିବେ 놀라운 삶을 살게 됩니다. ଆପଣ ଆଶ୍ଚର୍ଯ୍ୟମୟ ଜୀବନ ବଞ୍ଚିବେ 요한복음 11장 이야기를 했는데 ମୁଁ ଆଜି ଯୋହନ 11 ପର୍ବ ବିଷୟରେ କହୁଛି 1장 2 말고 그 전에 요한복음 1장에서 ଆଉ ଯୋହନ 11 ପର୍ବ ପୂର୍ବରୁ ଯୋହନ 1 ପର୍ବ ଯଦି ଦେଖିବେ 땅에 오면 자기 백성 영접지 않아했어. ଆଉ ସେଠି କ'ଣ ଲେଖାଯାଇଛି ସେ ସେମାନଙ୍କର ଲୋକମାନଙ୍କ ପାଖକୁ ଆସିଲେ କିନ୍ତୁ ତାଙ୍କର ନିଜର ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ 자들에게는 하나님의 자녀가 되는 권세를 주셨어요. ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ 말씀을 하신 때 그 예수님 말씀하신 그 마음을 그대로 말씀으로 내 마음에 받아들이면 ଯଦି ଯୀଶୁଙ୍କର ବାକ୍ୟ ଆପଣ ନିଜ ହୃଦୟରେ ବିଶ୍ୱାସ ଦ୍ୱାରା ଗ୍ରହଣ କରିବେ 여러분의 마음이 예수님의 마음하고 분야에서 하나가 됩니다. ଆଉ ସେତେବେଳେ ଆପଣଙ୍କ ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହେଇଯିବ 무슨 일을 만나도 예수의 능력이 여러분 속에 살아서 역사하게 되는 겁니다. ଆଉ ତା ପରଠାରୁ ଆପଣ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ନା କାହିଁକି ସେ ଶକ୍ତି ଆପଣଙ୍କ ଠାରେ କାର୍ଯ୍ୟ କରିବ କାହିଁକି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ ଯୀଶୁ ବହୁତ ଜ୍ଞାନଦାୟକ ବାକ୍ୟ କହୁଛନ୍ତି ସେ ଆମମାନଙ୍କୁ ପ୍ରେମ କରୁଛନ୍ତି 능력을 가지고 계십니다. କିନ୍ତୁ ଆମମାନଙ୍କ ଶକ୍ତିର ଯେପରି ଅଛି ସେପରି ନୁହେଁ କିନ୍ତୁ ମହାନ ଶକ୍ତି ତାଙ୍କ ପାଖରେ ଅଛି ଆମମାନେ ଯେତେବେଳେ ସେଇ ଶକ୍ତି ଗ୍ରହଣ କରିବା ନିଜ ହୃଦୟରେ 불문하고 옛날에 여러분이 아닌 다른 사람이 되는 겁니다. ଆପଣ ଯେ କେହି ବି ହୁଅନ୍ତୁ ନା କାହିଁକି ଆପଣ ଆଉ ପୂର୍ବ ପରି ରହିବେନି କିନ୍ତୁ ଆପଣ ନୂତନ ମନୁଷ୍ୟ ହେଇଯିବେ ଆପଣ ଯୀଶୁଙ୍କର ଶକ୍ତି ମଧ୍ୟରେ ବାସ କରିବେ ଯୀଶୁଙ୍କର ପ୍ରେମ ମଧ୍ୟରେ ବାସ କରିବେ ଆମମାନଙ୍କର ସମସ୍ତଙ୍କର ପାପ ଅଛି ଯଦି ଆମର ପାପ ଅଛି ତାର ଅର୍ଥ ଆମମାନଙ୍କର ଧାର୍ମିକତା ନାହିଁ କିନ୍ତୁ ଯୀଶୁଙ୍କ ପାଖରେ ମହାନ ଧାର୍ମିକତା ଅଛି 받아들이면 ଯଦି ଆପଣ ଯୀଶୁଙ୍କର ଧାର୍ମିକତା ଗ୍ରହଣ କରିବେ 사람이 되는 것입니다. ତେବେ ଆପଣ ଧାର୍ମିକ ମନୁଷ୍ୟ ହେଇଯିବେ 병을 이기 ଆପଣଙ୍କ ରୋଗ ଅଛି ରୋଗକୁ ଜିତି ପାରୁନାହାନ୍ତି 힘이 있습니다. ଯଦି ଯୀଶୁଙ୍କ ପାଖରେ ସେଇ ଶକ୍ତି ଅଛି 마음에 받아들이면 ଯୀଶୁଙ୍କର ବାକ୍ୟ ନିଜ ହୃଦୟରେ ଗ୍ରହଣ କଲେ 여러분 이전에 생각했던 여러분하고 전혀 다른 사람으로 변하게 ପୂର୍ବରୁ ଆପଣ ଯେମିତି ଥିଲେ ସେଇ ମନୁଷ୍ୟ ନୁହେଁ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନୂତନ ମନୁଷ୍ୟରେ ଆପଣ ପରିବର୍ତ୍ତିତ ହେବେ 어둡고 어둡게 살았어요. ଆଉ 1962 ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାର ଜୀବନ ବଞ୍ଚିଲି 소망이 없이 ଆଉ ସେ ଅନ୍ଧକାରରୁ ମୁଁ ବାହାରିବା ପାଇଁ ଇଚ୍ଛା କରୁଥିଲି ମୋ ପାଖରେ ଆଶା ନଥିଲା ମୁଁ ଯନ୍ତ୍ରଣାରେ ଥିଲି ଯଦିବା ମୋ ପାଇଁ ବହୁତ କଷ୍ଟ ଥିଲା 10년 지났을 때 내가 달라질 수 କିନ୍ତୁ 있다는 소망이 ଯଦି 3 ବର୍ଷ 4 ବର୍ଷ 5 ବର୍ଷ ପରେ ମୋ ପାଖରେ ବଦଳିବାର ଶକ୍ତି ଅଛି ତାହେଲେ ଆଶା ଥାନ୍ତା ତାହେଲେ ମୁଁ ବଞ୍ଚି ପାରିଥାନ୍ତି 사방에 소망이 없습니다. କିନ୍ତୁ ଯୁଆଡ଼େ ଅନେଇଲେ ବି ମୋ ପାଖରେ ଆଶା ନଥିଲା କେବଳ ମୋ ପାଖରେ ହତାଶ ଥିଲା ମୁଁ ଯାହା କଲି ସମସ୍ତ ବିଷୟରେ ବିଫଳ ହେଲି 저는 그때 생각다가 군 하사관학교에 지원하게 됐어요. ଆଉ ସେତେବେଳକୁ ମୁଁ ଚିନ୍ତା କଲି ଏବଂ ମୁଁ ଭୋକେସନାଲ ମିଲିଟାରୀକୁ ଯିବା ପାଇଁକି ସାଇନ୍ କଲି ଯଦି ମୁଁ ଭୋକେସନାଲ ସୋଲଜର ହେଇଗଲେ
will serve ତାହେଲେ ମୁଁ day କାମ at କରିବି 5:30 ସେଠି ଆଉ ତାପରେ ସନ୍ଧ୍ୟା 5:30ରେ ମୋର ଛୁଟି ହେଇଯିବ Then I thought I ଆଉ ମୁଁ ଭାବିଲି ତାହେଲେ ମୁଁ ନାଇଟ୍ ସ୍କୁଲକୁ ଯାଇପାରିବି ବୋଲି ଭାବୁଥିଲି that I had hope ଆଉ and ସେଇ ଆଶା tried to be a ନେଇକି ମୁଁ vocational soldier. ଭୋକେସନାଲ ସୋଲଜର ହେବା ପାଇଁ କି ଆପ୍ଲାଏ କଲି 뭘 해도 제대로 된 게 없었어요. But ଆଉ indeed, ସେତିକି until the age of ପର୍ଯ୍ୟନ୍ତ ମୁଁ 19, ଯାହା ବି I କଲେ failed in all କିଛି that I ମଧ୍ୟ attempted. ଭଲରେ ମୁଁ କରିପାରୁନଥିଲି 되는데 Amazingly, when ବହୁତ other people ଆଶ୍ଚର୍ଯ୍ୟର did, they ବିଷୟ did ହେଉଛି fine. ଅନ୍ୟମାନେ କଲେ ତାହା ହେଉଥିଲା But when I would କିନ୍ତୁ do ମୁଁ it, I would କରିଲେ say, ତାହା ହେଇପାରୁନଥିଲା କାହିଁକି ଏମିତି ହଉଛି କାହିଁକି ଏମିତି ହଉଛି କାହିଁକି ମୁଁ କଲେ ହଉନି 이제 육군본부 연락이 왔습니다. and then the army ଆଉ headquarters ସେତେବେଳକୁ contacted me ଆର୍ମି ହେଡକ୍ୱାର୍ଟର ମୋତେ ଫୋନ କଲେ 군병원에 신체 검사를 받아라. on a ଆଉ certain ତାପରେ day, go to the military ଦେଗୁର hospital and take ମିଲିଟାରୀ forensic ହସ୍ପିଟାଲକୁ exam. ଯାଇକି ତୁମର ଫିଜିକାଲ ଏକ୍ଜାମିନେସନ କର ବୋଲି ମୋତେ କହିଲେ 다른 별 결함이 없었기 때문에 You know, I was not that ଆଉ strong, but ଫିଜିକାଲି ମୁଁ ଏତେ I was pretty ଷ୍ଟ୍ରଙ୍ଗ fine. ନଥିଲି କିନ୍ତୁ ହେଲେ ବି ମୁଁ ଠିକ୍ ଠାକ୍ ଥିଲି 도 하자. I never କିନ୍ତୁ ମୁଁ imagined ସେଇଠି I would ଫେଲ୍ fail. ହେଇଯିବି ବୋଲି କହିକି ମୁଁ କେବେ ମଧ୍ୟ ଚିନ୍ତା କରିନଥିଲି 이유가 다른과 다 다르죠. Internal ଆଉ ସେଇଠି medicine, ଇଣ୍ଟରନାଲ eye ମେଡିସିନ doctor, ତାପରେ ଆଇ medicine, ଡକ୍ଟର those ଏକ୍ସଟର୍ନାଲ things. ମେଡିସିନ ତାପରେ ଆଉ ତାପରେ ଇଏନଟି ଡକ୍ଟର ସମସ୍ତଙ୍କ ପାଖକୁ ମୁଁ ଗଲି 만지면 ସା인을 해요. The med- ଆଉ ସେମାନେ ଗୋଟେ ଚେକ୍ ଲିଷ୍ଟରେ କିଛି ଗୋଟେ ସାଇନ୍ କରିବେ and after that you ଆଉ go to the next ଯେତେବେଳକୁ doctor. ମୁଁ ତାର ପର ସ୍ପେଶାଲିଟି ପାଖକୁ ଯିବେ 군의관이 ଆଉ ଯେତେବେଳକୁ ମୁଁ ଡେଣ୍ଟିଷ୍ଟ ପାଖକୁ ଗଲି ସିଏ ଯେତେବେଳେ ମୋର ସେଇ ପେପରରେ ସିଗ୍ନେଚର କଲେ 사는 사인하고 다른 거예요. And the ଅନ୍ୟମାନଙ୍କ ସିଗ୍ନେଚରଠୁ ସେଟା ଅଲଗା ଥିଲା I thought, I ମୁଁ failed. ବିଫଳ ହେଇଗଲି ବୋଧେ I asked the colleague, can I see your teeth? 이가 완전해요. And his teeth was fine. ଆଉ ତାଙ୍କ ଦାନ୍ତ ଠିକ୍ ଥିଲା 한쪽 앞니 이게 조금 약간 깨졌는데 But me, କିନ୍ତୁ my ମୋର ଏଇ ଆଗ ଦାନ୍ତ ଟିକେ ଭାଙ୍ଗି ଯାଇଥିଲା 때문에 불합격됐다. and I thought, ଆଉ ମୁଁ ଭାବିଲି ସେଥିପାଇଁ କି ମୁଁ ବିଫଳ ହେଇଯାଇଛି ମୁଁ ଫେଲ୍ ହେଇଯାଇଛି ବୋଲି ଭାବିଲି ମୁଁ ତାଙ୍କ ପାଖକୁ ଗଲି 도와주시면 안 됩니까? ମୁଁ ସେ ଡକ୍ଟରଙ୍କୁ କହିଲି ମୋତେ ଟିକେ ସାହାଯ୍ୟ କରନ୍ତୁ 근데 이 친구가 좀 기다리라 영장 나오든 와라. he says, hey, why are ସେ you କହିଲେ trying to କ'ଣ start ପାଇଁ କି early? ଏତେ There's ବ୍ୟସ୍ତ an ହଉଛ ଆଉ ତମେ ଟିକେ ଅପେକ୍ଷା କର 사정이 있습니다. I ମୁଁ told କହିଲି ନାଇଁ ମୋର ଟିକେ ସେମିତି ସ୍ଥିତି ଅଛି 그분이 and then the ସେ ମୋତେ କହିଲେ 당신은 내가 사표를 써놓고 해도 안 된다. ସେ କହିଲେ ମୁଁ ଯଦି ବି ମୋ ରିଜାଇନ୍ ଲେଖିବି ହେଲେ ବି ମୁଁ ତମକୁ ସାହାଯ୍ୟ କରିପାରିବିନି ଆଉ ଯଦି କଳ ଦାନ୍ତ ହେଇଥାନ୍ତା ତାହେଲେ ମୁଁ ସାହାଯ୍ୟ କରିପାରିଥାନ୍ତି କିନ୍ତୁ ତମର ସାମ୍ନା ଦାନ୍ତ ଭାଙ୍ଗି ଯାଇଛି ମୁଁ କେମିତି ତମକୁ ସାହାଯ୍ୟ କରିବି 나는데 ଆଉ ସେଟା ଦେଖା ବି ଯାଉନି ଦାନ୍ତ ଭାଙ୍ଗିଛି ଟିକେ ବୋଲି ଆଉ ସେଇଦିନ ମୁଁ ବହୁତ ହତାଶ ହେଇଗଲି 내가 하면 안 돼. ମୁଁ ଯାହା ବି କରୁଥିଲି ସବୁଥିରେ ବିଫଳ ହଉଥିଲି ମୁଁ ସମ୍ପୂର୍ଣ୍ଣ ହତାଶ ହେଇଗଲି 62년 5월달 and that was ଆଉ ସେଇଟା ହେଉଛି ମେ 1962ର ମେ ମାସ ଥିଲା 9월 10월 ମେ ମାସ ଜୁନ୍ ମାସ ଜୁଲାଇ ମାସ ଅକ୍ଟୋବର ମାସ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ and I began to think about life like a philosopher. 왜 나는 ଆଉ ସେତେବେଳେ ମୁଁ ଗୋଟେ ଦାର୍ଶନିକ ଭାବରେ ମୋର ଜୀବନ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲି କାହିଁକି ଏମିତି ହେଉଛି ୟାର ଅର୍ଥ କ'ଣ କାହିଁକି ମୋ ଜୀବନରେ କିଛି ହେଇପାରୁନି ମୁଁ ଆଗକୁ କେମିତି ବଞ୍ଚିବି End result, 내가 କିନ୍ତୁ ଶେଷ ରିଜଲ୍ଟ କ'ଣ ହେଲା everything ମୁଁ ଯାହା କିଛି ବି କରୁଥିଲି ସମସ୍ତ ବିଷୟରେ ମୁଁ ବିଫଳ ହେଲି 생각한 것이 ଆଉ ଶେଷରେ ମୁଁ ଯେଉଁ ବିଷୟରେ ଚିନ୍ତା କଲି ମୁଁ ଯଦି ମୋ ଚିନ୍ତା ଅନୁସରଣ କରିବି ତାହେଲେ ମୁଁ ଧ୍ୱଂସ ହେବି ମୁଁ ମୋ ନିଜକୁ ଆଉ ବିଶ୍ୱାସ କରିବିନି ଏ ପ୍ରକାର ଚିନ୍ତା ମୋ ହୃଦୟରେ ପ୍ରବେଶ କଲା 다녔습니다. and I ମୁଁ used to go to ଚର୍ଚ୍ଚକୁ ଯାଉଥିଲି ସେତେବେଳେ 그때부터 굉장히 가난해 배가 많이 고팠습니다. and from ଆଉ ସାନ ବେଳଠୁ ଆମେ ବହୁତ ଗରିବ ଥିଲୁ ସେଥିପାଇଁ ମୋତେ ବେଶୀ ଭୋକ ଲାଗୁଥିଲା ଆଉ ସେତେବେଳେ ଯୁଦ୍ଧ ହେଇଥିଲା ଆଉ ସେ ଯୁଦ୍ଧ ବହୁତ ଦୟନୀୟ ହେଲା 죽었습니다. many ଅନେକ ପୁରୁଷ ଲୋକମାନେ ସେଇ ଯୁଦ୍ଧରେ ମରିଗଲେ 많았습니다. ଅନେକ ଘର ଥିଲା ଯୋଉଠିକି କେହି ପୁରୁଷ ଲୋକ ନାହାନ୍ତି 그때가 학생이 아버지도 어머니도 없는 고아들 30% ଆଉ ମୋର କ୍ଲାସର 30%ର ଷ୍ଟୁଡେଣ୍ଟ ମାନଙ୍କର ବାପା ମା ମଧ୍ୟ ନଥିଲେ ସେମାନେ ଅନାଥ ଥିଲେ ଆମେମାନେ ଅନ୍ଧକାରଠୁ ଅନ୍ଧକାର ପରିବେଶରେ ବାସ କରୁଥିଲୁ then on the heart to trust in myself came ଆଉ ମୋ ନିଜକୁ ବିଶ୍ୱାସ କରିବାର ସବୁ ହୃଦୟ ଭାଙ୍ଗିଗଲା ସେତେବେଳେ ମୋର ଯୀଶୁ ମୋତେ ପ୍ରେମ କଲେ 그 예수님은 내 속에 일을 하고 싶으셨어요. and Jesus ଆଉ ସେ ଯୀଶୁ ଇଚ୍ଛା କଲେ ମୋର ହୃଦୟରେ କାର୍ଯ୍ୟ କରିବା ପାଇଁ 그러니까 ଯୀଶୁଙ୍କର ଚିନ୍ତା ମୋର ଚିନ୍ତା ହେଉଛି ଭିନ୍ନ 예수님과 ବୁଦ୍ଧି치니까 if I have my ଆଉ thoughts, ମୁଁ they ଯଦି all ମୋ collide ନିଜର against ଚିନ୍ତା ରଖିବି ତାହେଲେ ଯୀଶୁଙ୍କ ଚିନ୍ତା ଠାରୁ ତାହା ସବୁବେଳେ ବିପକ୍ଷରେ ଯିବ 너트리는 일을 시작했어요. God was not trying to put ଆଉ me to କିନ୍ତୁ despair, ପରମେଶ୍ୱର but God was ମୋତେ working to crumble all ହତାଶକୁ my ନେବା ପାଇଁ thoughts ଇଚ୍ଛା down. କରୁନଥିଲେ କିନ୍ତୁ ପରମେଶ୍ୱର ମୋର ଚିନ୍ତାକୁ ଭାଙ୍ଗି ଦଉଥିଲେ Then I was hungry, ଆଉ ସେତେବେଳକୁ ମୋତେ ଭୋକ ଲାଗୁଥିଲା so I would commit lots ଆଉ of ସେଥିପାଇଁ କି ମୁଁ ବହୁତ ଚୋରି କରିଛି 나한테 미리 이건 미를 끝까지 삼고 뒤에
ଆଉ ଅନ୍ୟ ମାନଙ୍କ ବିଲରୁ ଯାଇକି ଆମେ ମାନେ with my ସେ friends. ଗହମ ତୋଳିକି ଆଣୁଥିଲୁ ଆଉ ତାପରେ ପାହାଡକୁ ଯାଇକି ସେ ଗହମ ପୋଡେଇକି ଆମେ ମାନେ ଖାଉଥିଲୁ Maybe because it was stolen. ଆଉ ସେଟା ଚୋରି କରା ହେଇଥିଲା ସେଥିପାଇଁ ସେଟା ବେଶୀ ସୁଆଦିଆ ଲାଗୁଥିଲା 남의 집에 ମତେ ବେଶୀ ଲୋଭ ଲାଗେ ମଧ୍ୟ ଖାଇବାକୁ From other people's farms. ଅନ୍ୟମାନଙ୍କର ବଗିଚାକୁ ଯାଇକି ଆପେଲ ଚୋରି କରୁଥିଲୁ ଆଉ ତାପରେ ଚର୍ଚ୍ଚକୁ ଆସିକି ପାପର କ୍ଷମା ମାଗୁଥିଲି ମୁଁ 자, 내가 이 এই ପ୍ରକାର କ୍ରମାନ୍ୱୟ ଭାବରେ ମୁଁ କଲି So I would be reading ଯଦି ବା ମୁଁ ବାଇବଲ ପଢୁଥିଲି 목적으로 믿을 수는 없는 but 겁니다. you cannot just blindly କିନ୍ତୁ believe କୌଣସି what the Bible ଉଦ୍ଦେଶ୍ୟ says. ନଥାଏ କି ଅନ୍ଧ ଭାବରେ ଆପଣ ବାଇବଲ ପଢି ପାରିବେନି How could this be? ହଁ ଏଇଟା କେମିତି ଘଟୁଛି ଏଇଟା ହଁ ବାଇବଲରେ ଏମିତି କଣ ପାଇଁ ଲେଖା ହେଇଛି କିନ୍ତୁ କଣ ପାଇଁ ମୋ ଜୀବନରେ ହଉନି 그리고 나니까 But when everything ଯେତେବେଳେ of ମୋର myself was ଜୀବନ crumbled ମୁଁ down, ନିଜେ ଭାଙ୍ଗି ଗଲି ସେତେବେଳେ ଆଶ୍ଚର୍ଯ୍ୟ ବିଷୟ ମୋ ହୃଦୟରେ ଘଟିଲା 내 마음에 어떤 이야기인데 내 마음에 맞을 때 받아들이고 before when I would ଆଉ hear things, ଯେତେବେଳକୁ I would ମୁଁ be କିଛି accepted, ବିଷୟକୁ ଗ୍ରହଣ କରିପାରୁଥିଲି ତାହା ମୁଁ ଗ୍ରହଣ କରୁଥିଲି does not fit my heart. ଯଦି ମୁଁ ଗ୍ରହଣ କରିପାରୁନି ତାହେଲେ ଗ୍ରହଣ କରୁନଥିଲି Wrong I was. 옳은 게 없고 ଆଉ ସେତେବେଳେ ମୁଁ ଜାଣିପାରିଲି ମୁଁ କେତେ ଭୁଲ ମୁଁ I କେତେ did not ଦୁଷ୍ଟ have anything that was right or fitting in me. I simply accepted what others ଆଉ said. କିନ୍ତୁ ଯାହାକି ମୋ ଅଛି ମୁଁ ସେଇ ବିଷୟ ଖାଲି ଗ୍ରହଣ କଲି Today, 만약에 이런 ଆଜି ମୁଁ ଆପଣମାନଙ୍କୁ କହିବାକୁ ଇଚ୍ଛା କରେ 피워놓고 until now, you ଆଉ followed ବର୍ତ୍ତମାନ any thought, ପର୍ଯ୍ୟନ୍ତ but if you ଆପଣଙ୍କର empty all ଯାହା ବି those ଚିନ୍ତା thoughts, ଅଛି ଯଦି ସେ ଚିନ୍ତା ସବୁ ଆପଣ ଖାଲି କରିଦେବେ then we have the Christmas cantata. ଯେତେବେଳେ ଆମମାନଙ୍କର କ୍ରିସମାସ କାଣ୍ଟାଟା ହଉଛି Play ଆଉ ସେମାନେ ଯୋଉ ପ୍ଲେ କରୁଛନ୍ତି ସେଇଠି There's an ସେଇଠି ଗୋଟେ ଜେଜେମା ଜେଜେବାପା ଅଛନ୍ତି walking the way. ଆଉ ସେମାନେ ରାସ୍ତାରେ ଚାଲିକି ଯାଉଛନ୍ତି ସେମାନେ କଥାବାର୍ତ୍ତା ହଉଛନ୍ତି 좋아하는 치킨 먹으러 갑시다. Honey, ଆସ ଆମେ ଆଜି ତମର ପସନ୍ଦିଦାର ଚିକେନ ସୁପ୍ ଖାଇବାକୁ ଯିବା that's what the husband said. ସେ ସ୍ୱାମୀ ସେମିତି କହୁଛନ୍ତି ତାଙ୍କ ସ୍ତ୍ରୀ କଣ କହୁଛନ୍ତି No, let's ନାଇଁ ନାଇଁ ତମକୁ ଯୋଉ ଷ୍ଟେକ୍ ପସନ୍ଦ ଲାଗୁ ସେଇଟା ଖାଇବା ନାଇଁ ଚିକେନ ସୁପ୍ ନାଇଁ ଷ୍ଟେକ୍ chicken ନାଇଁ ଚିକେନ ସୁପ୍ ନାଇଁ ଷ୍ଟେକ୍ ସେମାନେ ଝଗଡ଼ା ଲାଗୁଛନ୍ତି 할망구는 모든 걸 내 반대로 한단 말이야. This old ଆଉ ଇଏ ସବୁବେଳେ ମୋର ଇଚ୍ଛା ବିରୁଦ୍ଧରେ କରୁଛନ୍ତି ଏଇଟା ବହୁତ କୌତୁକିଆ କାହାଣୀ ଥିଲା and that's how it ଆଉ goes in the ଏମିତି ସେ play. କାହାଣୀ ଅଛି ସେ ପ୍ଲେରେ The husband says, ଆଉ ଯଦି ସ୍ୱାମୀ କହୁଛନ୍ତି ଚିକେନ ସୁପ୍ ଖାଇବା ପାଇଁ ହଁ ଠିକ ଅଛି ବୋଲି କହିପାରିବେ but is that the beauty in 싸우는 게 people? 재밌는 건가요? Is that why fights are 그럼 interesting? 그러진 않았어요. ଆଉ ସେମିତି ଆପଣମାନେ କେବେ ଝଗଡ଼ା କରୁଛନ୍ତି କି ଆପଣ କରିପାରନ୍ତି କିମ୍ବା କରି ନ ପାରନ୍ତି କିନ୍ତୁ ଯେତେବେଳେ ଆପଣ ବାଇବଲ ପଢୁଛନ୍ତି 내 생각 이해가 안 가고 받들지 않을 때 And when ଅନେକ ସମୟରେ ଆପଣ ବାଇବଲର ବାକ୍ୟ ବୁଝିପାରିବେନି 우리가 가진 그 기준이 있고 아는 경험이 있고 지식이 있는데 ଆମ ନିଜର ବୁଝିବାର ଜ୍ଞାନ ଆମ ନିଜର ଷ୍ଟାଣ୍ଡାର୍ଡ ଆମ ନିଜର ଅନୁଭବ ଅଛି we cannot just blindly accept it. ଆମେମାନେ ଅନ୍ଧ ଭାବରେ ଏ ବାକ୍ୟକୁ ଗ୍ରହଣ କରିପାରୁନୁ ସେଥିପାଇଁ କି ଯୀଶୁଙ୍କ ସହିତ ଆମ ହୃଦୟ ଏକ ହେଇପାରୁନି 요한복음 11장에 이 나사로가 죽었다 살아난 이 이야기 속에서 Within this story, ଆଉ in ଯୋହନ John 11 11 about ପର୍ବରେ Lazarus ଯୋଉଠିକି dying, ଲାଜାର came back ମୃତ to life. ହଉଛନ୍ତି ପୁଣି ସଜୀବ ହଉଛନ୍ତି 뭘 가르치냐 하면은 What is God ଏଇ trying to କାହାଣୀ teach ଦ୍ୱାରା us? ଈଶ୍ୱର ଆମମାନଙ୍କୁ କଣ ଶିଖେଇବା ପାଇଁ ଇଚ୍ଛା କରନ୍ତି 하나님의 생각의 차이를 이야기하고 He's telling us the ମଣିଷର difference between ଚିନ୍ତା the ଏବଂ thoughts of ଈଶ୍ୱରଙ୍କର man and the ଚିନ୍ତା thoughts of ଭିତରେ God. ପ୍ରଭେଦ କଣ ତାହା ଜଣେଇବାକୁ ଇଚ୍ଛା କରନ୍ତି And everyone, no ଆପଣ matter ଯିଏ who ବି you are, ହୁଅନ୍ତୁ ନା କାହିଁକି no matter what sin ଆପଣ you've ଯୋଉ ବି committed, ପାପ କରନ୍ତୁ no matter what evil you've done, ଆପଣ ଯାହା ବି ଦୁଷ୍ଟତା no କରିଥାନ୍ତୁ matter how much good or how little you've done, ଆପଣ କେତେ କଦର୍ଯ୍ୟ ଆପଣ କେତେ ମନ୍ଦ ହୁଅନ୍ତୁ ଆପଣ କେତେ ସୁନ୍ଦର କେତେ ଅସୁନ୍ଦର ହେଇଥାନ୍ତୁ ଆପଣ ଭଲ କିମ୍ବା ଦୁଷ୍ଟ ତା ପରିବର୍ତ୍ତେ 인간인 우리가 하나님신 그 하나님의 말씀을 받아들여서 하나님과 하나가 되면 but if we humans ଆମେମାନେ ଯଦି ମଣିଷ ମାନେ ପରମେଶ୍ୱରଙ୍କର ବାକ୍ୟ ଗ୍ରହଣ କରିବା ଏବଂ ପରମେଶ୍ୱରଙ୍କର ସେ ବାକ୍ୟକୁ ଆମେମାନେ ହୃଦୟରେ ରଖିବା ତେବେ ଆମ ହୃଦୟରେ ଆମେମାନେ ପରମେଶ୍ୱରଙ୍କ ସହିତ ଏକ ହେଇପାରିବା 옛날에는 마이크가 있는데 a long time ago, ଆଉ ଯଦି ପୂର୍ବରୁ ଗୋଟେ ମାଇକ୍ ଥିଲା 선이 없는데 소리가 나잖아요. ଆଉ ଏମିତି ମାଇକ୍ ଏଇ ଯୋଉ ଅଛି ଏଠି କୌଣସି ୱାୟାର ନଥାଇ କି ଶବ୍ଦ ବାହାରୁଛି how is that able ଆଉ କେମିତି ଏ ଟେକ୍ନିକ ବାହାର କଲେ ସେମାନେ 살다 눈에 안 보이던 전파가 지구에 떠다니는 거. ଏଇ ଜଗତରେ ଯଦି ବା ମଣିଷ ବଞ୍ଚିଲା ବେଳେ କିଛି ତରଙ୍ଗ ଦେଖିପାରେନି କିନ୍ତୁ ଏଇ ଜଗତରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ତରଙ୍ଗ ଗୁଡାକ ଅଛି 기술을 개발했습니다. and people develop the technology ଆଉ ଲୋକମାନେ electrical waves? ଆଉ ଲୋକମାନେ ସେ ଟେକ୍ନିକକୁ କେମିତି ସେମାନେ ଆବିଷ୍କାର କରିବେ ତାହା ସେମାନେ ଖୋଜିଲେ 전파는 어떻게 하면 크지
얇게 오려가지고 How do you make the electric? ଆଉ ସେମାନେ ସେ ଇଲେକ୍ଟ୍ରିକାଲ ତରଙ୍ଗ କେମିତି କରନ୍ତି 대가의 전력을 ସେମାନେ କ୍ରିଷ୍ଟାଲକୁ ସରୁ ସରୁ କରି କାଟନ୍ତି 그래서 이제 점 ଆଉ ତାପରେ ଗୋଟେ ଗୋଟେ ଯେତେବେଳକୁ ସେ ତରଙ୍ଗ ତା ଭିତରକୁ ଆସେ ସେତେବେଳେ ସେ ଇଲେକ୍ଟ୍ରିକ ୱେଭ୍ ତିଆରି କରେ 아주 성질이 비슷해. An electric wave. ଆଉ ସେ ଯୋଉ ଇଲେକ୍ଟ୍ରିକ ୱେଭ୍ ତରଙ୍ଗ ଅଛି ତାର ଲାଇଟର ସ୍ପିଡ ସହିତ ସ୍ପିଡ ହଉଛି ପ୍ରାୟ ସମାନ 전파가 10 ଆଉ ଯେତେବେଳକୁ ସେଇ ଇଲେକ୍ଟ୍ରିକ ତରଙ୍ଗର ଆଉ ଲାଇଟର 13 teracycles, it turns into light. 그래서 이제 ଆଉ ଯେତେବେଳକୁ 13 ଟେରାସାଇକଲ କୁ ପାର ହେଇକି ଯାଏ ସେ ଇଲେକ୍ଟ୍ରିକ ତରଙ୍ଗ ସେତେବେଳେ ସେଟା ଲାଇଟ ହେଇଯାଏ Electrical wave. 그 마이크 ଆଉ ସେମାନେ ମାଇକ୍ରୋଫୋନ ଭିତରେ ସେମାନେ ଗୋଟେ ଅସିଲେଟର ରଖିଛନ୍ତି Electrical wave. 그다음에 ଆଉ ଏ ମାଇକ୍ରୋଫୋନ ଭିତରେ ସେ ଇଲେକ୍ଟ୍ରିକାଲ ତରଙ୍ଗ ତିଆରି ହଉଛି 전파에다가 소리를 싣는 법을 배웠어요. ଆଉ ଲୋକମାନେ କୋଉ ଟେକ୍ନିକ ଶିଖିଲେ ସେମାନେ ଶିଖିଲେ ଯେମିତି କି ସେମାନେ ଇଲେକ୍ଟ୍ରିକାଲ ୱେଭ ରେ ସେଇ ସାଉଣ୍ଡ ଦେଇପାରିବେ People research. ଆଉ ସେମାନେ ବାରମ୍ବାର ସେମାନେ ରିସର୍ଚ୍ଚ କଲେ 340 meters a second. It's very ଆଉ ଗୋଟେ ସେକେଣ୍ଡରେ 340 ମିଟର କେବଳ ଲାଇଟ ଗତି କରିପାରିବ kilometers per second. ଆଉ କିନ୍ତୁ ଏ ଯୋଉ ଲାଇଟ ଅଛି ଲାଇଟର ଶବ୍ଦ ହଉଛି From the sound 하면 ଆଉ ସେ ଶବ୍ଦକୁ ସେମାନେ ଲାଇଟର ସେ 마이크에서 ତରଙ୍ଗରେ ରଖିକି ସେମାନେ ଆଉ ଦୂରକୁ ପଠଉଛନ୍ତି 그다음에 그 전파에 ଯେତେବେଳେ ଆପଣ ଆଉ ତାପରେ ସେମାନେ ସେଇ ସାଉଣ୍ଡ ସେ ଇଲେକ୍ଟ୍ରିକାଲ ୱେଭରେ ଦଉଛନ୍ତି 앰프 소리를 ତାପରେ ସେମାନେ ଆମ୍ପ୍ଲିଫାୟରକୁ ପଠଉଛନ୍ତି ଆଉ ସେ ଆମ୍ପ୍ଲିଫାୟର ସେ ସାଉଣ୍ଡକୁ ବଡ଼ କରୁଛି 선이 없는 걸 ଆଉ ତାପରେ ସେ ଶବ୍ଦକୁ ସେ ଶୁଣିବା ପାଇଁ ଦଉଛି wirelessly ପୂର୍ବରୁ ଆମେ ମାନେ ୱାୟରଲେସ୍ ମାଇକ୍ ବ୍ୟବହାର କରିପାରୁନଥିଲୁ to do it. କିନ୍ତୁ ବର୍ତ୍ତମାନ ଆମେ ମାନେ ୱାୟରଲେସ୍ ମାଇକ୍ ବ୍ୟବହାର କରିପାରୁଛୁ ଆଉ ଯେତେବେଳେ ସେଇ ସମାନ ତରଙ୍ଗ ଅଛି You can make cell 전파에다 우리가 빛을 ଆଉ ସେଇ ସମାନ ତରଙ୍ଗ ଦ୍ୱାରା ଆପଣମାନେ ମୋବାଇଲ ଫୋନ କରିପାରିବେ 이렇게 하는 겁니다. ଫିଲ୍ମ କରିପାରୁଛନ୍ତି ଆମେ ମାନେ ଏଇ ପ୍ରକାର କାର୍ଯ୍ୟ କରିପାରୁଛୁ କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ 뭘 우리 속에다 넣어 주시기 위해서 ପରମେଶ୍ୱର ତାଙ୍କର ହୃଦୟ ଆମମାନଙ୍କୁ ଦେବା ପାଇଁ 웅치가 네 마음을 받아들이라 하고 넣는 게 아니고 he doesn't make ଆଉ ମୋର ହୃଦୟ ଗ୍ରହଣ କର ବୋଲି ଜବରଦସ୍ତି ସେ ଦିଅନ୍ତିନି 말씀으로 우리 귀에 들려줍니다. but God allows ପରମେଶ୍ୱର ବାକ୍ୟ ଦ୍ୱାରା ତାଙ୍କର ସେଇ ହୃଦୟକୁ ଆମକୁ ଜଣାନ୍ତି and through our ears ଆଉ ଆମମାନେ କାନ ଦ୍ୱାରା ଯେତେବେଳେ ଅନେକ ଗୁଡ଼େ ଇନଫର୍ମେସନ ନେଇଥାଉ ତାହା ଆମମାନଙ୍କର ବ୍ରେନକୁ ଯାଏ ତାପରେ ଠିକ ବିଷୟ ଭୁଲ ବିଷୟକୁ ସେ ଅଲଗା କରିକି ଖରାପ ବିଷୟକୁ ବାହାର କରିଦିଏ ଆଉ ଠିକ ବିଷୟ ଗ୍ରହଣ କରିଥାଏ ଆମମାନେ ଯେତେବେଳେ ଯୀଶୁଙ୍କର ବାକ୍ୟ ଗ୍ରହଣ କରିଥାଉ 받는 부분은 받으기가 쉽지만 it's easy ଆମମାନଙ୍କର ଷ୍ଟାଣ୍ଡାର୍ଡ ଅନୁସାରେ ଯାହା ଠିକ ତାହା ଆମେମାନେ ଗ୍ରହଣ କରିପାରୁ 부분을 받아들이기 굉장히 어렵 କିନ୍ତୁ ଆମମାନଙ୍କର ଷ୍ଟାଣ୍ଡାର୍ଡ ଠାରୁ ଯାହା ଭିନ୍ନ ଅଛି ତାହା ଆମେମାନେ ଗ୍ରହଣ କରିବାକୁ ଇଚ୍ଛା କରୁନି 단순하게 이 문제를 해결하면 but in spiritual life ଆଉ ଯଦି ଆତ୍ମିକ ଜୀବନରେ ଏ ବିଷୟ ଆପଣ ସମାଧାନ କରିପାରିବେ ତାହେଲେ ଆତ୍ମିକ ଜୀବନ ବହୁତ ସହଜ ହେଇଯିବ 아, 주님 충성해야지 기도해야지 열심히 해야지 그래서 신앙이 되어지는 건 아니에요. ଆଉ ମୁଁ ପରମେଶ୍ୱରଙ୍କର ସମ୍ମୁଖରେ ବିଶ୍ୱସ୍ତ ହେବି ମୁଁ ବିଶ୍ୱାସ କରିବି ମୁଁ ଆଉ ଆତ୍ମିକ ଜୀବନ ବଞ୍ଚିବି ଏଇ ପ୍ରକାର ଭାବରେ ଆତ୍ମିକ ଜୀବନ ବଞ୍ଚି ପାରିବେନି ଆପଣ ଯିଏ ବି ହୁଅନ୍ତୁ ନା କାହିଁ ଯଦି ଆପଣ ଈଶ୍ୱରଙ୍କର ବାକ୍ୟ ଗ୍ରହଣ କରିବେ ଆଉ ବିଶ୍ୱାସ କରିବାର ଅର୍ଥ କ'ଣ it means to accept ଆଉ ତାର ଅର୍ଥ ହେଉଛି ଯୀଶୁଙ୍କର ବାକ୍ୟକୁ ନିଜ ହୃଦୟରେ ଗ୍ରହଣ କରିବା ଯେତେବେଳେ ଯୀଶୁଙ୍କ ହୃଦୟ ଆପଣଙ୍କ ହୃଦୟ ସହିତ ଏକ ହେବ ତାହା ହେଉଛି ବିଶ୍ୱାସ କରିବା ମୁଁ ଯଦି ଗୋଟେ ଅଳ୍ପ ବୟସର ଝିଅକୁ ଭେଟୁଛି I'm not single, I'm a married man. 할아버지 ଆଉ ମୁଁ ବର୍ତ୍ତମାନ ବିବାହ କରିସାରିଛି ମୁଁ ଜଣେ ବୁଢ଼ା ଲୋକ ମୋର 4 ଜଣ ନାତି ନାତୁଣୀ ଅଛନ୍ତି ମୋର ପୁଅ ଝିଅ ଅଛନ୍ତି ମୁଁ ଯଦି ଗୋଟେ ଅବିବାହିତ ଲୋକ ହେଇଥାନ୍ତି ଆଉ ଗୋଟେ ଝିଅକୁ ଯଦି ମୁଁ ଭେଟିଥାନ୍ତି ଆଉ ସେ ବହୁତ ସୁନ୍ଦର ଆଉ ମୁଁ ତାକୁ ଯାଇକି କହିଥାନ୍ତି ମୁଁ ତମକୁ ବହୁତ ଭଲ ପାଉଛି ମୁଁ ତମ ସହିତ ବିବାହ କରିବାକୁ ଇଚ୍ଛା କରୁଛି ଆଉ ଯଦି ସେ ଝିଅ ମୋଠୁ ସେ କଥା ଶୁଣିଲା ପରେ କହିଥାନ୍ତା And if the young lady likes me, what would she say? 좋아요. ସେ ଯଦି ମୋତେ ପସନ୍ଦ କରୁଛି କ'ଣ କହିବ ହଁ ମୁଁ ବି ତମକୁ ପସନ୍ଦ କରୁଛି ଆମେ ବାହା ହେବା Then that ସେତେବେଳେ ହୃଦୟ ଏକ ହଉଛି right? ଠିକ ନା 아가씨 날 보고 But if the young lady says to me, ଆଉ ଯଦି ସେ ଝିଅ ମୋତେ ଅନେଇକି ଏମିତି କହିବ ଆଉ ତାପରେ ପଳେଇ ଯିବ ମୋଠୁ ଆଉ ମୋର ବୟଫ୍ରେଣ୍ଡ ଅଛି 제발 ତମର କ'ଣ ମୁଣ୍ଡ ଖରାପ ହେଇଛି ତମେ ଯାଅ ଏଠୁ we are different hearts. ତାହେଲେ ଆମମାନଙ୍କର ହୃଦୟ କେବେ ସମାନ ହେଇପାରିବନି ଏଇଟା ବହୁତ ସାଧାରଣ ଅଟେ 마음이 하나도
whatever the word of the ଆଉ Bible ବାଇବଲରେ ଯେ କୌଣସି ବାକ୍ୟ ହଉନା କାହିଁକି ତାହା ଯଦି ଆପଣଙ୍କ ହୃଦୟ ସହିତ ଏକ ହବ, when the young ଆଉ ସେ ଝିଅ ଯଦି ମତେ ପସନ୍ଦ କରୁଛି, 받아들이는 마음하고 ତାଙ୍କର ହୃଦୟରେ ଯେତେବେଳେ ସେ ମତେ ଗ୍ରହଣ କରୁଛି, and versus the ଆଉ ଯେତେବେଳକୁ ସେ ମତେ ଅଗ୍ରାହ୍ୟ କରୁଛି, ସେଟା ବହୁତ ଭିନ୍ନ ଅଟେ। if she accepts ଯଦି ସେ ମୋର ହୃଦୟ ଗ୍ରହଣ କରୁଛି, then what ସେତେବେଳେ କ'ଣ ଘଟିବ? she becomes ସେ ମୋ ସହିତ ଏକ ହେଇଯିବ। 나하고 다른 마음이 되는 거예요. if she rejects me ଆଉ ଯଦି ସେ ମତେ ଗ୍ରହଣ କରୁନି, ତାହେଲେ ମୋ ଠାରୁ ତାର ହୃଦୟ ଭିନ୍ନ ହେଇଯିବ। honey let's get some chicken soup ହନି ଚାଲ ଆମେ ଚିକେନ ସୁପ୍ କିଣିକି ଖାଇବା ଟିକେ। ନାଇଁ ନାଇଁ ତମକୁ ଯୋଉ ଷ୍ଟେକ୍ ପସନ୍ଦ ଲାଗୁଛି ଷ୍ଟେକ୍ ଖାଇବା। ନାଇଁ ଚିକେନ ସୁପ୍, ନାଇଁ ଷ୍ଟେକ୍। ସେ ଝଗଡ଼ା ଲାଗିବେ। 망구는 뭐하는지 내만 안 두고 안전을 부린다 말이야. this old ନା ନାଇଁ ଏଇ ବୁଢୀ କେବେ ବି ମୋ କଥା ଶୁଣୁନି, ସବୁବେଳେ ଖାଲି ମୋ କଥାର ବିପରୀତ କାମ ସେ କରୁଛି। there is that scene in the Christmas cantata ଆଉ କ୍ରିସମାସ କାଣ୍ଟାଟାରେ ଏମିତି ଗୋଟେ ସିନ୍ ଅଛି, ତାଙ୍କର ହୃଦୟ ମ୍ୟାଚ୍ କରୁନି ପରସ୍ପର ସହିତ। honey let's get some chicken soup ତମକୁ ଚିକେନ ସୁପ୍ ଭଲ ଲାଗୁଛି ନା, ହଉ ଚାଲ ଆମେ ଚିକେନ ସୁପ୍ ଖାଇବା। don't you କିନ୍ତୁ ତମକୁ ଷ୍ଟେକ୍ ଭଲ ଲାଗୁଛି ନା, କିନ୍ତୁ ଆଜି ଚାଲ ଆମେ ଚିକେନ ସୁପ୍ ଖାଇବା, ଆଉ ପରେ ଆମେ ମାନେ ଷ୍ଟେକ୍ ମିଶିକି ଖାଇବା। ଏଇଟା ବହୁତ ବଢିଆ। ନାଇଁ ଚିକେନ ସୁପ୍, ନାଇଁ ଷ୍ଟେକ୍। ଏମିତି କଲେ କିଛି ହେଇପାରିବନି। hearts are uncomfortable ତାଙ୍କର ହୃଦୟରେ ସେମାନେ ବହୁତ ଅଖାଡୁଆ ଅନୁଭବ କରିବେ। so what are ତେବେ ବାଇବଲରେ ଆମେ ମାନେ ବର୍ତ୍ତମାନ କ'ଣ ଶିଖୁଛୁ? ଆମେ ମାନେ ହୃଦୟର ଜଗତ ଶିଖିଥାଉଛୁ। 여러분이 이 성경을 읽으면서 if you ଯଦି ଆପଣମାନେ ବାଇବଲରେ ଏଇ ବାକ୍ୟ ପଢୁଛନ୍ତି, 예수님 죽은 나사로 살렸다는 것도 중요한 얘기입니다. and yes it's important ହଁ ବର୍ତ୍ତମାନ ଏଠି ଲାଜାର ମରି ଯାଇଛନ୍ତି, ଆଉ ଲାଜାରକୁ ଯୀଶୁ ପୁଣି ଆଉ ଥରେ ଉଠଉଛନ୍ତି। ହଁ ଏଇଟା ସତ କଥା, ସେ ବିଷୟରେ ବାଇବଲ ଆମମାନଙ୍କୁ କହୁଛି। 성경은 정확히 이야기합니다. but the Bible କିନ୍ତୁ ବାଇବଲ ଆମମାନଙ୍କ ହୃଦୟର ପ୍ରବାହ ବିଷୟରେ ଏଇ ବାକ୍ୟ ଦ୍ୱାରା ଅତି ସ୍ପଷ୍ଟ ଭାବରେ କହୁଛି। so when we learn the world ଆମେମାନେ ଯେତେବେଳେ ହୃଦୟର ଜଗତ ବିଷୟରେ ଶିଖିବା ଏ ବାକ୍ୟ ଦ୍ୱାରା, in May ଆଉ 1962 ର ମେ ମାସରେ, until then I had several plans in my life ଆଉ ମୋର ଜୀବନରେ ସେଠି ଅନେକ ଗୁଡେ ଯୋଜନା ଥିଲା। failed in one ଆଉ 1 ରୁ 2, 3, 4 ସମସ୍ତ ଯୋଜନାରେ ମୁଁ ବିଫଳ ହେଲି। go to the vocational army ଆଉ ଶେଷରେ ମୁଁ ଭୋକେସନାଲ ମିଲିଟାରୀ ଜଏନ୍ କରିବା ପାଇଁ ଇଚ୍ଛା କରୁଥିଲି, ସେଇଟା ମଧ୍ୟ ପରମେଶ୍ୱର ମୋତେ ଫେଲ୍ କରିଦେଲେ। ସମସ୍ତ ବିଷୟ ମୋର ଭାଙ୍ଗିଗଲା। ଆଉ ଶେଷରେ ମୁଁ ଗୋଟେ ଲୋକ ହେଇଗଲି ଯିଏକି ନିଜକୁ ବିଶ୍ୱାସ କରିପାରିବନି। ମୁଁ ଯାହା କଲେ ବି କିଛି ହେଇପାରୁନି। ମୁଁ ଜାଣିନଥିଲି ପରମେଶ୍ୱର ମୋତେ ବ୍ୟବହାର କରିବା ନିମନ୍ତେ ମୋର ସମସ୍ତ ବିଷୟ ପରମେଶ୍ୱର ବିଫଳ କରିଦେଲେ। ତାପରେ ମୁଁ ବହୁତ ଚୋରି କଲି। ଆଉ ମୁଁ ଅନ୍ୟମାନଙ୍କ ବଗିଚାରୁ ଆପେଲ ଚୋରି କରିକି ଖାଉଥିଲି। ତାପରେ ପରମେଶ୍ୱର ମୋତେ କ୍ଷମା କରିଦିଅ। ମୁଁ ଆଳୁ ଖୋଳିକି ଖାଉଥିଲି। ତାପରେ ମୋତେ ଭୋକ ଲାଗୁଥିଲା ବହୁତ। ଆଉ ସେଇ ପ୍ରକାର ଜୀବନ ମୁଁ ବଞ୍ଚୁଥିଲି। ଆଉ ଯେତେବେଳେ ମୁଁ ବାଇବଲ ପଢିଲି, ଆଉ ଯୋଉଟା ବୁଝିପାରୁଛି ଭଲ ବିଷୟ ଗ୍ରହଣ କରୁଥିଲି, କିନ୍ତୁ ଯାହା ମୁଁ ବୁଝିପାରୁନଥିଲି ତାହା ଗ୍ରହଣ କରୁନଥିଲି। କିନ୍ତୁ ଯୋହନ 11 ପର୍ବରେ ଲାଜାର ମରି ଯାଇଛି। ଆଉ ବର୍ତ୍ତମାନ ତାଙ୍କର 2 ଜଣ ସାନ ଭଉଣୀ ମାର୍ଥା ଆଉ ମରିୟମଙ୍କ ବିଷୟରେ ଲେଖାଯାଇଛି। ଆଉ ମାର୍ଥା ଆଉ ମରିୟମଙ୍କର କାହାଣୀ ହେଉଛି ଆପଣଙ୍କର କାହାଣୀ। ଆଉ ବହୁତ ବିସ୍ତୃତ ଭାବରେ ପରମେଶ୍ୱର ସେଇ ହୃଦୟର ଜଗତ ବିଷୟରେ କହୁଛନ୍ତି। ଆଉ ପ୍ରଥମେ ସେଠି ମାର୍ଥା ଆଉ ମରିୟମ ସେଠି ଲାଜାର ପାଇଁକି ଆଶା ଥିଲେ କରିକି ଥିଲେ। ତାଙ୍କର ବାପା ମା ନାହାନ୍ତି, ସେମାନେ କଷ୍ଟରେ ଥିଲେ। ଆଉ ଯୀଶୁ ମାର୍ଥା ମରିୟମ ଆଉ ଲାଜାରଙ୍କୁ ବହୁତ ପ୍ରେମ କରୁଥିଲେ। ଆଉ ସେଥିପାଇଁ ଯେତେବେଳେ ତାଙ୍କର ଭାଇ ରୋଗାଗ୍ରସ୍ତ ହେଉଛନ୍ତି, ସେତେବେଳେ ମାର୍ଥା ଆଉ ମରିୟମ ଯୀଶୁଙ୍କୁ ଡାକୁଛନ୍ତି। ଆଉ ସେମାନେ ଆଶା କରୁଥିଲେ ଯୀଶୁ ତାଙ୍କର ସେଇ ଖବର ଶୁଣିକି ସେମାନେ ଆସିବେ ଏବଂ ତାଙ୍କର ରୋଗାଗ୍ରସ୍ତ ହେଇକି ପଡ଼ିଥିବା ସେ ଭାଇଙ୍କୁ ସୁସ୍ଥ କରିବେ। କାହିଁକିନା ଯୀଶୁ ଅନେକ ରୋଗୀମାନଙ୍କୁ ସୁସ୍ଥ କରିଥିଲେ। ଆଉ ଯୀଶୁ ଆସିକି ତାଙ୍କର ଭାଇକୁ ସୁସ୍ଥ କରିବେ ବୋଲି ସେମାନେ ଆଶା କରୁଥିଲେ। ଆଉ ଯେତେବେଳେ ସେ ଲୋକ ଫେରି ଆସିଲା ଯାହାକୁ ସେମାନେ ଯୀଶୁଙ୍କ ପାଖକୁ ପଠେଇଥିଲେ, ସେମାନେ କହୁଛନ୍ତି ଯୀଶୁ କାହାନ୍ତି, କ'ଣ ପାଇଁ ନ ନେଇକି ଆସିଲ ଯୀଶୁଙ୍କୁ? ଆଉ ଯୀଶୁ କହିଲେ ଏଇ ରୋଗ ମୃତ୍ୟୁ ନିମନ୍ତେ ନୁହେଁ, ଏଇ ରୋଗ ହେଉଛି ଈଶ୍ୱରଙ୍କର ଗୌରବ ପ୍ରକାଶ କରିବା ନିମନ୍ତେ। କ'ଣ? ଆଉ ସତରେ ସେ କ'ଣ ଆସିବେନି କି?
କାହିଁକି ଆସିବେନି? ଓ ତାହେଲେ ସେ ବୋଧେ ମରିବନି, ଆମ ଭାଇ ମରିବନି। ତାଙ୍କ ଭାଇ ଆହୁରି ଅଧିକରୁ ଅଧିକ ରୋଗାଗ୍ରସ୍ତ ହେଇଗଲେ, ସେ ଆହୁରି ରୋଗୀ ହେଇଯାଉଛନ୍ତି, ତାମାନେ ସେ ବୋଧେ ମରିଯିବେ। ଆଉ ଯୀଶୁ କ'ଣ ପାଇଁ ଆସୁନାହାନ୍ତି? ଶୀଘ୍ର ଆସିଲେ ସିନା ହୁଅନ୍ତା, ଯୀଶୁ ଆସିକି ଆମର ଭାଇଙ୍କୁ ବଞ୍ଚାନ୍ତେ। କାହିଁକି ଯୀଶୁ ଆସୁନାହାନ୍ତି ଆମ ଭାଇକୁ ସୁସ୍ଥ କରିବା ପାଇଁ? ସେ ଅନ୍ୟ ରୋଗୀମାନଙ୍କୁ ତ ସୁସ୍ଥ କରିପାରୁଛନ୍ତି, କିନ୍ତୁ ତାଙ୍କ ଭାଇ ମରିଗଲା। ଆଉ ଯୀଶୁ କ'ଣ କହିଥିଲେ? ଏଇ ରୋଗ ମୃତ୍ୟୁ ନିମନ୍ତେ ନୁହେଁ। ଆଉ ସେତେବେଳେ ମାର୍ଥା ଓ ମରିୟମ ଭାବିଲେ ଆମ ଭାଇ ମରିବନି, କିନ୍ତୁ ଯେତେବେଳେ ତାଙ୍କ ଭାଇ ମରିଗଲା ସେମାନେ ହତାଶ ହେଇଯାଉଛନ୍ତି। ଆଉ ଯୀଶୁ କ'ଣ କରୁଛନ୍ତି? ସେ ଆସିକି ଟିକେ ତାଙ୍କୁ ସୁସ୍ଥ କରିଥାନ୍ତେ ସିନା। ଆଉ ତାଙ୍କର ହୃଦୟରେ ସେମାନେ ଦୁଃଖୀ ହେଇଯାଉଛନ୍ତି। ଆଉ ତାପରେ ସେମାନେ ତାଙ୍କର ସମାଧି କ୍ରିୟା କରୁଛନ୍ତି। ସମାଧି ଦେଇକି 4 ଦିନ ପରେ ଯୀଶୁ ଆସିଲେ। ବର୍ତ୍ତମାନ ମରିୟମ ଆଉ ଯୀଶୁ ଏ ଯୋଉ କଥାବାର୍ତ୍ତା ହଉଛନ୍ତି ସେ ବିଷୟରେ ଲେଖା ଯାଇଛି। ଆସନ୍ତୁ ଆମେ ସେ ବିଷୟରେ ଚିନ୍ତା କରିବା। 마리아는 예수 모시는 섭습에 안 나왔습니다. And so when Jesus arrived, Mary was so ଆଉ ଯେତେବେଳକୁ ସେଇଠି ଯୀଶୁ ଆସିକି ପହଞ୍ଚିଲେ, ମରିୟମ ଯାଉନାହାନ୍ତି ଯୀଶୁଙ୍କୁ ଭେଟିବା ପାଇଁ ମଧ୍ୟ। ଆଉ ଯୀଶୁ କ'ଣ ପାଇଁ ଆସିଲେ? ମୋ ଭାଇ ମଲା ପରେ ଟିକେ ସିନା ଆଗରୁ ଆସିକି ଆପଣ ତାକୁ ବଞ୍ଚେଇଥିଲେ ହେଇଥାନ୍ତା, ସେ ମରିଯାଇଛି, ଆଉ କ'ଣ ଆସିକି ଏବେ ଲାଭ ଆପଣଙ୍କର? ତାଙ୍କ ହୃଦୟରେ ସେ ଏମିତି ଦୁଃଖିତ ହେଇଯାଇଥିଲେ, ସେଥିପାଇଁ ସେ ଯୀଶୁଙ୍କୁ ଭେଟିବାକୁ ଯାଉନାହାନ୍ତି। ଆଉ ସେଥିପାଇଁ କି ମାର୍ଥା ବଡ଼ ଭଉଣୀ ଥିଲେ, ସେଥିପାଇଁ ସିଏ ଯାଉଛନ୍ତି। ସେ ଯାଇକି ଯୀଶୁଙ୍କୁ ଭେଟିଲେ। ଆଉ ସେତେବେଳେ ମାର୍ଥା କ'ଣ କହୁଛନ୍ତି? ଯଦି ତୁମେ ଏଠାରେ ଥାନ୍ତ ତାହେଲେ ତେବେ ସେ ମରି ନଥାନ୍ତା। ଆଉ ସେତେବେଳେ ଯୀଶୁ କ'ଣ କହିଲେ? ଆଉ ତୁମର ଭାଇ ପୁଣି ଉଠିବ। ସେ ସେତେବେଳେ ବୁଝି ପାରୁନାହାନ୍ତି। 예수님이 하나님이신데 ଯୀଶୁ ହେଉଛନ୍ତି ଈଶ୍ୱର। ଯଦି ଜଣେ ବଞ୍ଚିବ ବୋଲି କହୁଛନ୍ତି ତାହେଲେ ସେ ବଞ୍ଚିବ, 받아들이지 କିନ୍ତୁ ସେ ବାକ୍ୟ ସେ ଗ୍ରହଣ କରିପାରୁନାହାନ୍ତି। ଏଇଟା ହେଉଛି ମଣିଷମାନଙ୍କ ହୃଦୟର ପ୍ରବାହ। 때 어떤 건 받아들이시지만 어떤 건 받아들이지 않는 ଯେତେବେଳେ ଆପଣ ଈଶ୍ୱରଙ୍କର ବାକ୍ୟ ଶୁଣୁଛନ୍ତି, କିଛି ବାକ୍ୟ ଆପଣ ଗ୍ରହଣ କରୁଛନ୍ତି, କିଛି ଗ୍ରହଣ କରୁନାହାନ୍ତି। 인간이기 ଆପଣ ଯେହେତୁ କି ଈଶ୍ୱର ନୁହନ୍ତି, ଆପଣ ହେଉଛନ୍ତି ମଣିଷ, ସେଥିପାଇଁ ନିଶ୍ଚିତ ଭାବରେ ସେମିତି ହବ। କିନ୍ତୁ ସବୁଠୁ ମହାନ କାର୍ଯ୍ୟ ଯାହାକି ଆମେ କରିପାରିବା, ଆମେ ମାନେ କୋଟି କୋଟି ଟଙ୍କା ଦେବାର ଆବଶ୍ୟକ ନାହିଁ, ଆମେ ଭଲ କାମ କରିବାର ଆବଶ୍ୟକ ନାହିଁ, ବିଶ୍ୱସ୍ତ ପ୍ରାର୍ଥନା କରିବାର ଆବଶ୍ୟକତା ନାହିଁ, କିନ୍ତୁ ଆମରଙ୍କର କାର୍ଯ୍ୟ ହେଉଛି ଯୀଶୁଙ୍କର ହୃଦୟ ସହିତ ନିଜ ହୃଦୟକୁ ଏକ କରିବା। 같이 하면 if your heart is one with ଯଦି ଆପଣଙ୍କର ହୃଦୟ ଯୀଶୁଙ୍କର ହୃଦୟ ସହିତ ଏକ ହେବ, ଆପଣଙ୍କର ହୃଦୟ ଯୀଶୁଙ୍କର ହୃଦୟକୁ ପ୍ରବାହିତ ହେବ। 예수님 마음이 여러분 속에 들어와서 여러분 마음을 이끌게 되면은 when the heart of Jesus flows ଯଦି ଯୀଶୁଙ୍କର ହୃଦୟ ଆପଣଙ୍କର ହୃଦୟରେ ପୂର୍ଣ୍ଣ ହେବ ଏବଂ ଆପଣଙ୍କର ହୃଦୟକୁ କଢ଼େଇ ନେବ, 안에 살게 되는 ତେବେ ଆପଣ ସମ୍ପୂର୍ଣ୍ଣ ଭାବରେ ନୂତନ ଏକ ହୃଦୟର ଜଗତରେ ବଞ୍ଚିବାକୁ ଆରମ୍ଭ କରିବେ। 걸 원하지 않습니다. Jesus does not want you to do something ଯୀଶୁ କିଛି ଇଚ୍ଛା କରନ୍ତିନି ଆପଣ କରନ୍ତୁ ବୋଲି। even though you cannot ଆଉ ଯଦି ବା ଆପଣ ଯୀଶୁଙ୍କର ବାକ୍ୟ ବୁଝିପାରିବେନି, but because he is କିନ୍ତୁ ଯଦି ସେ ବାକ୍ୟ ଆପଣ ଗ୍ରହଣ କରିବେ, 오라비가 살리라. ଆଉ ଯୀଶୁ ଯେତେବେଳେ କହୁଛନ୍ତି ତୁମର ଭାଇ ପୁଣି ବଞ୍ଚିବ, that's what Jesus ଯୀଶୁ ସେଇ ବାକ୍ୟ କହିଛନ୍ତି, ଆଉ ତାହେଲେ ସେ ବଞ୍ଚିବ। କିନ୍ତୁ ମାର୍ଥା ଓ ମରିୟମଙ୍କର ଚିନ୍ତା ଭିନ୍ନ ଥିଲା। 마지막 부활을 나타. on the last day of resurrection he'll rise. 자 이제 ଆଉ ଶେଷ ଦିନରେ ସେ ପୁନରୁତ୍ଥାନ ଦିନରେ ଉଠିବ ବୋଲି ସେ କହୁଛନ୍ତି। In John chapter 11 이제 그 ଆଉ ଯୋହନ 11 ପର୍ବରେ 안 되니까 마리아를 불러가요. 마리아 왔습니다. and so Martha was not ଆଉ ସେଠି ମାର୍ଥା ଆଉ ମରିୟମ ଅଛନ୍ତି। ଆଉ ସେ ମାର୍ଥା ପ୍ରଥମେ ଆସିଲେ, ତାପରେ ମରିୟମ ଆସିକି ସେଇ ସମାନ କଥା କହୁଛନ୍ତି, ଯଦି ତମେ ଏଠାରେ ଥାଆନ୍ତ ତେବେ ଆମ ଭାଇ ମରି ନଥାନ୍ତେ। ଆପଣ ଏଇ ବାକ୍ୟ ଦେଖନ୍ତୁ, ଏଇ ବାଇବଲରେ କ'ଣ ଲେଖାଯାଇଛି? 마리아가 예수께 와서 보이고 그 발 앞에 엎드려 가로되 주께 계시던 오라비에 죽지 않았겠나이까. and then Mary came ଆଉ ଯେତେବେଳକୁ ମରିୟମ ଆସିକି ଯୀଶୁଙ୍କର ପାଦ ତଳେ ପଡ଼ି ତାଙ୍କୁ କହୁଛନ୍ତି, ଯଦି ତୁମେ ଏଠାରେ ଥାଆନ୍ତ ତାହେଲେ ଆମର ଭାଇ ମରି ନଥାନ୍ତେ। 유대인들이 우는 것을 보시고 심령의 통분이 여기시고 민망히 여기시고 when Jesus therefore saw her ଆଉ ଯେତେବେଳକୁ ଯୀଶୁ ଯେତେବେଳେ ଦେଖୁଛନ୍ତି ଯୁହୁଦୀମାନେ ମଧ୍ୟ ତାଙ୍କ ସହିତ କାନ୍ଦୁଛନ୍ତି, ସେତେବେଳେ ସେ ତାଙ୍କ ହୃଦୟରେ ଦୁଃଖିତ ହେଉଛନ୍ତି। 얼마나 유대인들이 우는데 Mary Martha ଆଉ ବର୍ତ୍ତମାନ ମରିୟମ, ମାର୍ଥା ଆଉ ଯୁହୁଦୀମାନେ କାନ୍ଦୁଛନ୍ତି। 다시 살리라고 했는데 Jesus
ଯୀଶୁ କହିଛନ୍ତି ତୁମର ଭାଇ ପୁଣି ଉଠିବ। 예수님 통분히 여기셨습니까? Why? କାହିଁକି ଯୀଶୁ ହୃଦୟରେ ଦୁଃଖିତ ହଉଛନ୍ତି? 네 오빠가 다시 산다는 그 사실 믿지 않고 있기 କାହିଁକି ନା ସେମାନଙ୍କ ଭିତରୁ ଜଣେ ସୁଦ୍ଧା ନାହିଁ ଯିଏକି ବିଶ୍ୱାସ କରୁଛି ତାଙ୍କ ଭାଇ ପୁଣି ବଞ୍ଚିବ ବୋଲି। 산다. Jesus said, ଆଉ ତୁମର ଭାଇ ବଞ୍ଚିବ ବୋଲି ଯୀଶୁ କହିଛନ୍ତି। ହଁ ସତରେ ଆମ ଭାଇ ବଞ୍ଚିବ। ସତରେ ସତ ଆମ ଭାଇ ବଞ୍ଚିବ। ଆଉ ଧନ୍ୟବାଦ। that's what they should be saying. ସେମିତି ସେମାନେ କହିବାର ଉଚିତ ଥିଲା, କିନ୍ତୁ ଯୀଶୁଙ୍କ ହୃଦୟ ସେମାନେ ଗ୍ରହଣ କରିପାରୁନାହାନ୍ତି। କାହିଁକି? In their eyes, 여러분 ତାଙ୍କର ଚକ୍ଷୁରେ 죽어서 나으려는데 썩어 냄새가 나는데 어떻게 ତାଙ୍କର ଭାଇ ମରିଗଲାଣି, 4 ଦିନ ହେଇଗଲାଣି, ସେ ସଢିକି ଗନ୍ଧ ହେଲାଣି। 오빠가 다시 살리 그 얘기를 못 받아들인다는 것이 therefore they are ତାଙ୍କର ଭାଇ ପୁଣି ବଞ୍ଚିବ ସେ ବାକ୍ୟ ସେମାନେ ଗ୍ରହଣ କରିପାରୁନାହାନ୍ତି। 예수님하고 다르니까 therefore ଯେହେତୁ କି ଆପଣ ଏବଂ ଯୀଶୁ ହଉଛନ୍ତି ଭିନ୍ନ, 될 수가 없습니다. ସେଥିପାଇଁ ଆପଣଙ୍କର ହୃଦୟ କେବେ ମଧ୍ୟ ଯୀଶୁଙ୍କ ସହିତ ସମାନ ହେଇପାରିବନି। 여러분 어떤 문제를 당하든지 간에 everyone, no matter what ଯେତେବେଳେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଆପଣ ଯେତେବେଳେ ବାଇବଲ ପଢୁଛନ୍ତି, ଯେତେବେଳେ ଆପଣ ବାଇବଲର ବାକ୍ୟ ପଢୁଛନ୍ତି, can become one heart. ଆଉ ସେତେବେଳେ ଯଦି ଆପଣ ଯୀଶୁଙ୍କ ହୃଦୟ ସହିତ ଏକ ହେଇଯିବେ, ତେବେ ଆପଣଙ୍କର ହୃଦୟରେ ଯୀଶୁଙ୍କ ହୃଦୟ ପ୍ରବାହିତ ହେବ। ଏବଂ ସେତେବେଳେ ଆପଣଙ୍କର ହୃଦୟରେ ଯଦି ବା ସେ ଭାଇ ମରିଯାଇଛି, ଯୀଶୁଙ୍କ ହୃଦୟରେ ସେ ଭାଇ ବଞ୍ଚିଛି। 들어가면 ଯଦି ଯୀଶୁଙ୍କ ହୃଦୟ ଆପଣଙ୍କ ହୃଦୟରେ ପ୍ରବେଶ କରିବ, 살겠구나 하고 ତାହେଲେ ମାର୍ଥା ଓ ମରିୟମଙ୍କ ହୃଦୟରେ ଆମ ଭାଇ ବଞ୍ଚିବ। Say, oh, our brother will ହଁ ଆମ ଭାଇ ବଞ୍ଚିବ। 여러분 속에 예수의 능력으로 일을 하신다는 것이 ଆଉ ସେ ସମୟରେ ଯୀଶୁ ଶକ୍ତିଶାଳୀ ଭାବରେ ଆପଣଙ୍କ ହୃଦୟରେ କାର୍ଯ୍ୟ କରିପାରିବେ। 그냥 오빠가 어떻게 살아? କିନ୍ତୁ ଯଦି ଆପଣ କହିବେ ସେ ମରିକି ସଢିଗଲାଣି, ଗନ୍ଧ ହଉଛି, କେମିତି ସେ ବଞ୍ଚିବ? the problem. ତେବେ ସମସ୍ୟା କଣ? 하고 충성하고 예배드리고 성경 읽고 헌금하고 착하니 하고 율법 지키고 ଯଦି ବା ଆପଣ ଚେଷ୍ଟା କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଆପଣ ସବୁ ଉତ୍ତମ ବିଷୟ କରୁଛନ୍ତି, ଯଦି ବା ଆପଣ ସେ ପ୍ରକାର କରୁଛନ୍ତି, 받으리지 않는 예수님. ଯଦି ବିଶ୍ୱାସ ଦ୍ୱାରା ଯୀଶୁଙ୍କର ବାକ୍ୟ ଆପଣ ଗ୍ରହଣ କରିବେନି, ତାହେଲେ 우리는 ଯୀଶୁଙ୍କୁ ଆପଣ ବିଶ୍ୱାସ କରୁନାହାନ୍ତି। 받지 않는 건 받으리지 않는데. But we accept what fits our thoughts, and if it does not fit ଆମେମାନେ ନିଜର ଚିନ୍ତାକୁ ଯାହା ମ୍ୟାଚ୍ କରୁଛି ସେ ବାକ୍ୟ ଗ୍ରହଣ କରୁଛୁ, ଯାହା ମ୍ୟାଚ୍ କରୁନି ତାହା ଆମେମାନେ ଗ୍ରହଣ କରୁନୁ। the Bible is telling us. କିନ୍ତୁ ବାଇବଲ ସ୍ପଷ୍ଟ ଭାବରେ ଆମମାନଙ୍କୁ କଣ କହୁଅଛି? In the Bible, we ବାଇବଲ ଅତି ସ୍ପଷ୍ଟ ଭାବରେ ହୃଦୟର ଜଗତ ବିଷୟରେ କୁହେ। 2년 10월 달에 in October, ଆଉ 1962 ମସିହା ଅକ୍ଟୋବର ମାସରେ 다 망한 것을 알았어. I realized ମୁଁ ଜାଣିପାରିଲି ଯେ ମୋର ସମସ୍ତ ବିଷୟ ଯାହାକି ମୁଁ ଚିନ୍ତା କରିଛି, ଯୋଜନା କରିଛି, ବିଫଳ ହେଇଛି। ମୋର ଚିନ୍ତାକୁ ଆଉ ମୁଁ ବିଶ୍ୱାସ କରିପାରିବିନି, ମୋ ନିଜକୁ ବିଶ୍ୱାସ କରିପାରିବିନି। ମୋର ଚିନ୍ତା ଅନୁସାରେ ମୁଁ ସବୁ ବିଷୟ କରିଥିଲି, but I କିନ୍ତୁ ମୁଁ ଯେତେବେଳେ ଯୀଶୁଙ୍କର ବାକ୍ୟ ଗ୍ରହଣ କଲି, 내 삶에 예수 마음 ଆଉ ସେହି ସମୟଠାରୁ ଯୀଶୁ ମୋ ହୃଦୟରେ ପ୍ରବେଶ କଲେ ଏବଂ ମୋର ଜୀବନ ବଦଳିବାକୁ ଲାଗିଲା। 예수님은 ଆଉ ସେଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ଆଉ ଯୀଶୁ ଯେତେବେଳେ କହୁଛନ୍ତି ତୁମର ଭାଇ ବଞ୍ଚିବ, 예수님 말씀 믿지 않았어요. କିନ୍ତୁ ମାର୍ଥା ଓ ମରିୟମ ଯୀଶୁଙ୍କର ବାକ୍ୟ ଗ୍ରହଣ କରୁନାହାନ୍ତି। ତାଙ୍କର ଚିନ୍ତା ଆଉ ଯୀଶୁଙ୍କର ଚିନ୍ତା ଭିନ୍ନ ଥିଲା। ଜିହୁଦୀମାନେ ମଧ୍ୟ ବିଶ୍ୱାସ କଲେନି। ଆଉ ଟିକେ ଅଧିକ ଆମେମାନେ ପଢିବା 다음에 34절 34 ପଦ। 가사대 그를 어디에 두느냐? ତାଙ୍କୁ କେଉଁଠାରେ ରଖିଅଛ? 가서 주여 와서 보옵소서 하니 ସେମାନେ ତାହାଙ୍କୁ କହିଲେ, ପ୍ରଭୁ ଆସି ଦେଖନ୍ତୁ। 35 ପଦ, ଯୀଶୁ କାନ୍ଦିଲେ। ଯୀଶୁ ବହୁତ ଦୁଃଖିତ ହଉଛନ୍ତି, ଯୀଶୁ କାନ୍ଦୁଛନ୍ତି। 나는 그 이야기 아무도 안 받아. ଆଉ ଯୀଶୁ ଯେତେବେଳେ କହୁଛନ୍ତି ତୁମର ଭାଇ ବଞ୍ଚିବ, ସେ ବାକ୍ୟ କେହି ଗ୍ରହଣ କରୁନାହାନ୍ତି। ମରିୟମ ବି, ମାର୍ଥା ବି, ଜିହୁଦୀମାନେ ମଧ୍ୟ, ଆଉ ଶିଷ୍ୟମାନେ ମଧ୍ୟ। ମରିୟମ, ଆଉ ଯଦି କହୁଛନ୍ତି ଯୀଶୁ ବଞ୍ଚିବ ବୋଲି ତୁମ ଭାଇ, ତାହେଲେ ସେ ବଞ୍ଚିବ। ତୁମେ କଣ ପାଇଁ କି ତାଙ୍କର ବାକ୍ୟ ବିଶ୍ୱାସ କରୁନ? Jesus can raise your brother. Shouldn't the disciples be urging her like ଆଉ ଶିଷ୍ୟମାନେ ତାଙ୍କୁ କଣ କହିଥାନ୍ତେ? ଯୀଶୁ ତୁମର ଭାଇଙ୍କୁ ସଜୀବ କରିବେ, କିନ୍ତୁ ସେମାନେ ସେ ପ୍ରକାର କହୁନାହାନ୍ତି। 속에 누르뜨게 한 사람이 이 사람이 36 ପଦ ଦେଖନ୍ତୁ। ସେଥିରେ ଜିହୁଦୀମାନେ କହିଲେ, ଦେଖ ସେ ତାଙ୍କୁ କିପରି ସ୍ନେହ କରୁଥିଲେ। 그들은 କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଲେ, ସେ କଣ ତାହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନଥାନ୍ତେ? 38 ପଦ ଦେଖିବା।
38 पद ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ। ତାହା ଗୋଟିଏ ଗୁହା, ପୁଣି ତାହା ମୁହଁରେ ଗୋଟିଏ ପଥର ଥିଲା। 39 ପଦ ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇ ଦିଅ। ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ। ଆଉ ଯୀଶୁ ବର୍ତ୍ତମାନ କ'ଣ କହୁଛନ୍ତି? ସେ ଯୋଉ ସମାଧି ମୁହଁରେ ପଥର ଅଛି ତାକୁ ଘୁଞ୍ଚେଇ ଦିଅ। କିନ୍ତୁ ମାର୍ଥା ସେ କ'ଣ କହୁଛନ୍ତି ଯୀଶୁଙ୍କୁ? ପ୍ରଭୁ ସେ ବାସି ଗଲାଣି, ସେ କାରଣ ସେ 4 ଦିନ ହେଲା ମଲାଣି। ସିଏ ମରି ଯାଇଛି, ଗନ୍ଧ ହଉଛି, ସିଏ ଗନ୍ଧ ହଉଛି, ତାକୁ ଡାକିଲେ ବି କିଛି ହବନି। ଆଉ ତାକୁ ସେ ରଖିଦିଅ, ସେଟା ବହୁତ କଦର୍ଯ୍ୟ ଗନ୍ଧ ବାହାରୁଛି, ତାକୁ ବନ୍ଦ କରିଦିଅନ୍ତୁ। ଯୀଶୁଙ୍କ ଠାରୁ ଭିନ୍ନ ହୃଦୟ ଅଛି। ଯୀଶୁ ଲାଜାରକୁ ସଜୀବ କରିବାକୁ ଆସିଛନ୍ତି। ଆଉ ସେ ବର୍ତ୍ତମାନ କହୁଛନ୍ତି ପଥର ଘୁଞ୍ଚେଇ ଦେବା ପାଇଁ। କେହି ମଧ୍ୟ ବିଶ୍ୱାସ କରୁନାହାନ୍ତି, ସେମାନେ କହୁଛନ୍ତି ସେ ମରିଗଲାଣି, ଗନ୍ଧ ହଉଛି। 40 ପଦ ଆସନ୍ତୁ ଦେଖିବା। ଯୀଶୁ ତାହାଙ୍କୁ କହିଲେ, ଆଉ ଯଦି ତୁମେ ବିଶ୍ୱାସ କର ତାହେଲେ ଈଶ୍ୱରଙ୍କ ମହିମା ଦେଖିବ। ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ? ଆଉ ଯଦି ତୁମେ ମୋହର ବାକ୍ୟ ବିଶ୍ୱାସ କରିବ ତେବେ ତୁମେ ତାହାଙ୍କର ମହିମା ଦେଖିବ। ଏହା କ'ଣ ମୁଁ ତୁମକୁ କହି ନାହିଁ? ଆଉ ମରିୟମ ଆଉ ମାର୍ଥା କ'ଣ ଭାବୁଥିଲେ? ହଁ, ଏଟା ଠିକ୍। ଆଉ ସେତେବେଳକୁ ସେମାନେ ସେଇ ପଥର ଘୁଞ୍ଚେଇ ଦଉଛନ୍ତି। ଆଉ ସେତେବେଳେ ମାର୍ଥା ଆଉ ମରିୟମଙ୍କର ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହଉଛି। 41 ପଦ ଆଉ ଯୀଶୁ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। 이제 돌을 옮겨 놓으라고 했을 때 When he said to remove the stone, ଆଉ ଯେତେବେଳେ ସେ ପଥର ବାହାର କରିଦେବା ପାଇଁ କହୁଛନ୍ତି ସେତେବେଳେ ଯୀଶୁଙ୍କର ହୃଦୟ ଭିନ୍ନ ଥିଲା ସେମାନଙ୍କ ଠାରୁ। ସେ ମରି ଯାଇଛି, ଗନ୍ଧ ହଉଛି, କଦର୍ଯ୍ୟ ଗନ୍ଧ ହଉଛି, ତାକୁ ବାହାର କଲେ ବି କିଛି ଲାଭ ନାହିଁ, ଖାଲି ଗନ୍ଧ ବାହାରିବ। ସେମାନଙ୍କ ହୃଦୟରେ ଯୀଶୁଙ୍କୁ ଅଗ୍ରାହ୍ୟ କରିବାର ହୃଦୟ ଥିଲା। 네가 믿으면 କିନ୍ତୁ ଯୀଶୁ କ'ଣ କହୁଛନ୍ତି? ଆଉ ତୁମେ ଯଦି ବିଶ୍ୱାସ କର ତାହେଲେ ଈଶ୍ୱରଙ୍କ ମହିମା ଦେଖିବ। ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ? ଆଉ ତାପରେ ସେମାନେ ସେ ପଥରକୁ ଘୁଞ୍ଚେଇ ଦଉଛନ୍ତି। right then Mary and Martha ଆଉ ତାପରେ ମାର୍ଥା ଆଉ ମରିୟମ କହୁଛନ୍ତି ସେ ପଥର ତୁମେ ଘୁଞ୍ଚେଇ ଦିଅ। ଆଉ ସେମାନେ ସେ ପଥର ଘୁଞ୍ଚେଇ ଦେଲେ। ଆଉ ସେତେବେଳକୁ ଯୀଶୁଙ୍କ ସହିତ ତାଙ୍କ ହୃଦୟ ଏକ ହଉଛି। ଆଉ ଯୀଶୁ ତାପରେ ତାଙ୍କୁ କହୁଛନ୍ତି, ଆସନ୍ତୁ ତା ପର ପଦ ଦେଖିବା। 42 ପଦ 41절부터 볼까요? 41 ପଦରୁ ଆମେ ମାନେ ଦେଖିବା। ଆଉ ଯୀଶୁ ଉର୍ଦ୍ଧ୍ୱ ଦୃଷ୍ଟି କହିଲେ, ପିତ ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। Jesus lifted up his eyes and said, Father, I thank you that thou hast heard me, 항상 내 말을 들으시는 and I knew that thou ଆଉ ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ ଏହା ମୁଁ ଜାଣିଥିଲି। କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଥାନ୍ତି ସେମାନେ ମୋତେ ପ୍ରେରଣକାରୀ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି। one heart. 하나님 ଯୀଶୁ ଆଉ ଈଶ୍ୱର ହଉଛନ୍ତି ଏକ ହୃଦୟ। ଯୀଶୁ ଆଉ ଈଶ୍ୱର ହଉଛନ୍ତି ଏକ। 예수의 말씀을 들어주셨습니다. ଆଉ ସେଥିପାଇଁ କି ଆମେ ମାନେ ସବୁବେଳେ ଈଶ୍ୱରଙ୍କ ଦ୍ୱାରା ଯୀଶୁଙ୍କର ବାକ୍ୟ ଶୁଣୁଛୁ। 마음과 마리아의 마음이 하나가 되면 ଆଉ ଯେତେବେଳେ ମରିୟମଙ୍କର ହୃଦୟ ଯୀଶୁଙ୍କର ହୃଦୟ ସହିତ ଏକ ହେଇଯିବ, 마다 속에 역사할 수 있는 ଆଉ ସେତେବେଳକୁ ମାର୍ଥା ମଧ୍ୟରେ ଭିତରେ ମରିୟମ ଭିତରେ ଯୀଶୁଙ୍କର ଶକ୍ତି କାର୍ଯ୍ୟ କରିବ। 사로가 죽었는데 John chapter ଆମମାନେ ଯଦି ଯୋହନ 11 ପର୍ବରେ ଦେଖିବା ତାହେଲେ ଲାଜାର ମରିଯାଇଛି। 그랬고 but Jesus କିନ୍ତୁ ଯୀଶୁ କହୁଛନ୍ତି ସେ ବଞ୍ଚିବ। 여동생들은 안 산다고 and the sister କିନ୍ତୁ ତାଙ୍କ ସାନ ଭଉଣୀ ମାନେ କହୁଛନ୍ତି ସେ ବଞ୍ଚିବନି। 본문을 안 산다고 생각하니 그는 슬퍼야 했고 they thought he was not ଆଉ ଯେତେବେଳେ ସେ ପଥର ସେମାନେ ବାହାର କରିବା ପାଇଁ ଯାଉଛନ୍ତି ସେଥିପାଇଁ କି ସେମାନେ କାନ୍ଦୁଛନ୍ତି, ଦୁଃଖ କରୁଛନ୍ତି, ଯୀଶୁଙ୍କୁ ଦୋଷ ଦଉଛନ୍ତି। 마르다도 그랬고 ଯିହୁଦୀ ମାନେ ସେମିତି ଥିଲେ, ମାର୍ଥା ଆଉ ମରିୟମ ମଧ୍ୟ ସେମିତି ଥିଲେ, ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେମିତି ଥିଲେ। ସେଥିପାଇଁ ଯୀଶୁ ତାଙ୍କ ହୃଦୟରେ କାନ୍ଦୁଛନ୍ତି। rejected Jesus. 예수님 다시 말씀 ଆଉ ଯୀଶୁ ଯେତେବେଳେ ତାଙ୍କ ପାଖକୁ ଆସୁଛନ୍ତି ସେମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରୁଛନ୍ତି। ଆଉ ଯୀଶୁ କ'ଣ କହୁଛନ୍ତି? ମୁଁ କ'ଣ ତୁମକୁ କହିଲି ନାହିଁ ଯେ ତୁମେ ଯଦି ବିଶ୍ୱାସ କରିବ ତେବେ ତୁମେ ଈଶ୍ୱରଙ୍କର ମହିମା ଦେଖିବ? ଆଉ ସେତେବେଳେ ସେ ମାର୍ଥା ଆଉ ମରିୟମ ତାଙ୍କର ହୃଦୟରେ ସେ ପଥର ଘୁଞ୍ଚଉଛନ୍ତି।
तापर से से पत्थर घुंचेई दउछंती 하나가 되고 So Mary and Martha आ are now वर्तमान मरियम आ मार्था से जीसु सहित एक हो जाउछंती between powerful God and Jesus. आउ जीसु सेतेबेले प्रार्थना करूछंती 항상 내 आ तुम्हे मोहर प्रार्थना शुणु था एहा मु जानी थिली 나오는 것은 किंतु जो लोक समूह चतुर्दिगरे ठिया होई थांती अछंती तुम्हे मते प्रेरण करिअछ बोली सेमाने जेपरि विश्वास करिवे एथिपाई सेमानक हेतु मु एहा कहिली आ सेमाने वर्तमान पर्यंत जीसु को विश्वास करू नाहांती Afterwards, what does Jesus say? किंतु तापरे सेमाने जीसु कोन कहउछंती आ जीसु एहा कहि उच्च स्वर रे डाकिले लाजार बाहरी आस 44 पद मृत लोकटी बाहरी आसिले तांक हाथ ओ पाद समाधि वस्त्र रे बंधा होइथिला पुणी तांक मुखरे खंडे गामुछा गुड़ा होइथिला जीसु सेमानकु कहिले एहाकु बंधन फिटाई चली जिबाकु दियो 여러분 신앙이라는 जो आत्मिक जीवन अछि सेरा होछि जीसु को विश्वास करिबा आमे माने किछि करिबा आवश्यक नाही किंतु आमे माने केवल जीसु को विश्वास करि परिबा 말씀하시던지 그 말씀 마음에 받아들이면 जीसु जहाँ भी वाक्य कहतु ना कहीं जदि से वाक्य निज हृदय रे ग्रहण करिवे जीसुकर हृदय सहित आपणकर हृदय एक हेई जिवो 여기 이런 마음 안에 작용을 해서 आ जीसुकर हृदय रे जो शक्ति अछि सेही शक्ति आपणकर हृदय रे कार्य करिवो आ आपणकर जीवन रे मध्य सेही समान शक्ति प्रकाशित हबो 생활하면 जेतेबेले मो आत्मिक जीवन बंचुछि 참 많은 이야기들이 있습니다. सेठी अनेक गुडे विषय अछि जहा कि जीसु मते कहि अछंती 예수님과 마음을 같이 했을 때 आ से समय रे जेतेबेले जीसुक सहित मोर हृदय मो एक करि थाए जीसु मोर हृदय रे कार्य करिवार मु देखि अछि 굉장히 많은데 I have so many एमिति अनेक गुडे कहानी अछि 1987 मसीहा रे 예양을 굉장히 고생합니다. आ सेतेबेले मोर पेटरे अल्सर हेइथिला आ सेति पई मु बहुत भयंकर जंत्रणा पाउथिली मु सेतेबेले किछि खाई पारु नथिली काहे कि ना मोर से अल्सर बहुत खराब थिला 먹어도 출사가 납니다. आ खाद्य जदि चोबे चोबे पानी भलिया करिके खाइले भी मो मते झाड़ा होउथिला 체중이 70kg였는데 at that time I weighed सेतेबेले मोर ओजन 70 किलो थिला 체중이 석 달 사이에 7kg가 आ सेतेबेले 3 मास भितरे मोर ओजन 7 केजी कम हेई गला 한양대학병원에 체경 박사라고 그러니까 आ हान्यांग मेडिकल हॉस्पिटल रे जे के प्रोफेसर छेरियांग अछती से मते मेडिसिन देले तापरे से मते कहिले पास्टर आपणकर पेटर जो पर्दा अछि सेटा गोटे पानी रे ओदा हे जाइथिबा पेपर परी जदि आपणकर किछि भूल हे जाए ताहले आपणकर पेट फाटी जिवो आ आपण 24 घंटा भितरे मरी जिवे आपण बहुत सतर्क तार सह रहिबा आवश्यक मु किछि मध्य खाई पारु नथिली आ सेते बेलको प्राय 6 मास कि 3 मास पूर्वरु आमानकर सब कॉन्फ्रेंस माने शेड्यूल करि थांती आ सेति पई अनेक जगह रे मोर शेड्यूल थिला आ जते बेलको मु जाउथिले से कॉन्फ्रेंस करिवा पई कि सेठी खाइबा मो पई बेसी कष्टकर होउथिला आ सेटा होची 1987 मे मास जून मास 대부분 많은 행사 여름에 많은 आ साधारणतः आमानकर अधिकांश इवेंट सब खरा दिन रे हेई थाए आ सेते बेलको आमे माने स्टूडेंट मानक पई कि बहुत गुडे कैंप करि थाउ आ सेटा खरा छुट्टी थाए सेति पई कि अनेक गुडे कार्य आमे माने करू 전 아침에 주님 앞에 기도를 했어요. आ किंतु गोटे दिन सकाळे मु उठिकी ईश्वरଙ୍କ निकटरे प्रार्थना कली मोर पेट बहुत बिंधुची 몸 가지고 여름 आ मोर एई पेट नै कि एई थरक समर रे जहा भी इवेंट अछि मु किछि करि परिबिनी आ सेति पई कि मु प्रार्थना करूची तुमे मते सुस्थ करिवो मु जल प्रार्थना करि सारिली 성경 구절 하나 또 आ सेते बेले मोर हृदय रे गोटे बाइबल रो वाक्य मने पड़िला 1장 24절 मार्क 11 पर्वर 24 पदरे लेखा जाइथिबा वाक्य एटा मु पूर्वरु बहुत भलो भाबरे जानिथिली 무엇이든지 기도하고 방언 받은
ଆଉ ସେଠି କ'ଣ ଲେଖାଯାଇଛି? ତୁମେ ମାନେ ପ୍ରାର୍ଥନାରେ ଯାହା ଯାହା ମାଗୁଅଛ ବିଶ୍ୱାସ କର ତାହା ପାଇଅଛ ଏବଂ ତାହା ପାଇବ ବୋଲି। ସେ ପ୍ରାର୍ଥନା କରୁଛ, ଖାଲି ପ୍ରାର୍ଥନା କରିବା ଦ୍ୱାରା ଶେଷ କରନି, କିନ୍ତୁ ପରମେଶ୍ୱର ଏଇ ପ୍ରାର୍ଥନାର ଉତ୍ତର ଦେବେ ବୋଲି ବିଶ୍ୱାସ କରନ୍ତୁ। ଆଉ ବିଶ୍ୱାସ କରନ୍ତୁ ଆପଣ ତାହା ପାଇଅଛନ୍ତି। 내가 낫게 해주시기 바랍니다. ଆମର ପେଟ ସେତେବେଳକୁ ଭଲ ସୁସ୍ଥ ହେଇନଥିଲା, କିନ୍ତୁ ମୁଁ ପ୍ରାର୍ଥନା କଲି ମୋର ପେଟ ସୁସ୍ଥ କରିଦେବା ପାଇଁ। ଯଦି ସେ ପ୍ରାର୍ଥନାର ଉତ୍ତର ମୁଁ ପାଉଛି 낫고 난 ଆଉ ତାହେଲେ ମୁଁ ସୁସ୍ଥ ହେଇ ସାରିଛି। 있죠. ଆଉ ସୁସ୍ଥ ହେଲା ପରେ ବିଶ୍ୱାସ କରିବା, ସମସ୍ତେ ବିଶ୍ୱାସ କରିପାରିବେ। 따라 일할 테니까 ଆଉ କିନ୍ତୁ ବିଶ୍ୱାସ ଅନୁସାରେ ଈଶ୍ୱର ଆମମାନଙ୍କ ଠାରେ କାର୍ଯ୍ୟ କରିବେ। ସେଥିପାଇଁ ଈଶ୍ୱର କହୁଛନ୍ତି ତୁମେ ବିଶ୍ୱାସ କର, ଆଉ ସେଇ ଅନୁସାରେ ତାହା ହବ। ଏଇଟା ବହୁତ ସହଜ ଥିଲା। 나았다고 믿으면 되겠는데 기도하고 나았다고 믿으면 ହଁ, ତାହେଲେ ମୁଁ ଯଦି ଖାଲି ବିଶ୍ୱାସ କରିବି ଯେ ମୁଁ ସୁସ୍ଥ ହେଇ ସାରିଛି, ତାହେଲେ ମୁଁ ସୁସ୍ଥ ହେଇ ସାରିଛି। ମୁଁ ବାଇବଲ ପଢି ସାରିକି ପୁଣି ପ୍ରାର୍ଥନା କଲି, ପରମେଶ୍ୱର ତୁମେ ମୋତେ ସୁସ୍ଥ କର। 그러면서 할 수 없을까? ମୋର ଏଇ ପେଟ ଦ୍ୱାରା ମୁଁ ଏଇଥରକ ସମରର କିଛି ଇଭେଣ୍ଟ କରିପାରିବିନି। ଆଉ ତାପରେ ମୁଁ ବିଶ୍ୱାସ କଲି ମୁଁ ସୁସ୍ଥ ହେଇଛି। ଧନ୍ୟବାଦ ଈଶ୍ୱର, ମୁଁ ସୁସ୍ଥ ହେଇଛି। କିନ୍ତୁ ଗୋଟେ ସମସ୍ୟା ଘଟିଲା। ଆଉ ମୋତେ ସକାଳେ ଖାଇବାର ଥିଲା ବ୍ରେକଫାଷ୍ଟ। ଆଉ ଯେତେବେଳେ ମୋର ପେଟ କାଟୁଥିଲା 3 ମାସ ଧରିକି, 물건 죽에다가 ଆଉ ସେତେବେଳେ ପାଣି ଯାଉ କରିଦଉଥିଲେ ମୋ ସ୍ତ୍ରୀ ମୋ ପାଇଁ। ଆଉ ବହୁତ ସରଳ ଖାଦ୍ୟ ମୋତେ ସେ ଦଉଥିଲେ ଖାଇବା ପାଇଁ। ଆଉ ଅନ୍ୟମାନେ ବହୁତ ବଢିଆରେ ଭଲ ଭଲ ଖାଦ୍ୟ ସବୁ ଖାଉଥିଲେ। 의사는 음식 한 숟가락 ଆଉ ସେଇଟା ମୁଁ ସେ ସୁପ୍ ଖାଇଲେ ବି ମଧ୍ୟ ମୋତେ ଝାଡ଼ା ହଉଥିଲା। 먹으시고 아무것도 없어요. 그래 먹어도 ଆଉ 20 ଥର ଚୋବେଇ ସାରିଲା ପରେ ସେ ଭାତ ଆଉ ପାଟିରେ କିଛି ନାହିଁ, ସେମିତି ଖାଇଲେ ବି ମଧ୍ୟ ମୋତେ ଝାଡ଼ା ହଉଥିଲା। ତାହେଲେ ମୁଁ କ'ଣ ବିଶ୍ୱାସ କରିପାରିବି କି ମୁଁ ସୁସ୍ଥ ହେଇଛି ବୋଲି? ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୋତେ କିମ୍ଚି ବହୁତ ପସନ୍ଦ। ଆଉ କିମ୍ଚିର ଟେଷ୍ଟ ହେଉଛି ବହୁତ ଷ୍ଟ୍ରଙ୍ଗ। ଆଉ ଯେଉଁମାନଙ୍କର କି ପେଟରେ କିଛି ସମସ୍ୟା ଅଛି ସେମାନଙ୍କ ପାଇଁ କି କିମ୍ଚି ହେଉଛି ହାନିକାରକ। କିନ୍ତୁ ବହୁତ ନରମ ଖାଦ୍ୟ ମଧ୍ୟ ମୋତେ ଝାଡ଼ା କରଉଥିଲା। ଆଉ କିନ୍ତୁ ସମସ୍ୟା କ'ଣ? 아프니까 김치를 못 먹지. ଆଉ ମୋର ପେଟ ବିନ୍ଧା ହଉଥିବାରୁ ମୁଁ କିମ୍ଚି ଖାଉନି। 내가 나았다면 먹어야 하는데. ଯଦି ମୋର ପେଟ ସୁସ୍ଥ ହେଇଯାଇଛି ତାହେଲେ ମୁଁ କିମ୍ଚି ଖାଇପାରିବି। 나았다고 믿지 않고 있는 거거든요. ଆଉ ଯଦି ମୁଁ କହୁଛି ଯେ ମୁଁ କିମ୍ଚି ଖାଇପାରୁନି କାହିଁକି ନା ମୋର ପେଟ ସୁସ୍ଥ ନାହିଁ ବୋଲି କହିକି, ତାହେଲେ ମୁଁ ଈଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରୁଛି। ଆଉ ମୁଁ ଯଦି ବିଶ୍ୱାସ କରିବି ଏବଂ କିମ୍ଚି ଖାଇବି, ତାହେଲେ ମୁଁ ବଞ୍ଚିବି ନା ମରିବି? ଏଇଟା ବହୁତ କୌତୁକିଆ ନୁହେଁ କି? ଆଉ ମୁଁ ଜଣେ ପାଷ୍ଟର, କିନ୍ତୁ ଈଶ୍ୱରଙ୍କ ବାକ୍ୟ ବିଶ୍ୱାସ କରିପାରୁନି। 생각할 게 뭐 있어? 그냥 믿고 다 나았다 믿으면 김치 먹으면 되지. ହଁ, ସେଠି କ'ଣ ଅଛି ବିଶ୍ୱାସ କରିବାର? ଯଦି ମୋର ଚିନ୍ତାଠୁ ସେ ବାକ୍ୟ ଭିନ୍ନ ଅଛି, ମୋ ଚିନ୍ତା ପରିତ୍ୟାଗ କରିକି ବିଶ୍ୱାସ କରିବା ହେଉଛି ବହୁତ ସହଜ। 목사님 배는 ଆଉ ଡକ୍ଟର ମାନେ ଯାହା କହିଥିଲେ ସେଟା ମୋର ମନେ ପଡ଼ିଲା। ପାଷ୍ଟର ପେପର 24시간 할 ଆପଣଙ୍କ ପେଟର ପର୍ଦ୍ଦା ଗୋଟେ ପେପର ଭଳିଆ ହେଇଯାଇଛି, ଯୋଉଟାକି ପାଣିରେ ବୁଡ଼ି ଯାଇଛି। ଯଦି ଆପଣଙ୍କର ପେଟ ଫାଟିଯିବ ତାହେଲେ ଆପଣ 24 ଘଣ୍ଟା ଭିତରେ ମରିଯିବେ। 그대로 된다고 해. ଆଉ ମୁଁ ଯଦି ବିଶ୍ୱାସ କରୁଛି ମୋର ପେଟ ସୁସ୍ଥ ହେଇଛି, କାହିଁକି ନା ସେଠି ଲେଖା ହେଇଛି ସେଇ ଅନୁସାରେ ହବ, ତାହେଲେ ମୁଁ କିମ୍ଚି ଖାଇବା ଦରକାର। 하고 있는 거예요. ମୁଁ କ'ଣ ପାଇଁ ବର୍ତ୍ତମାନ ବ୍ୟସ୍ତ ହେଉଛି? କାହିଁକି ନା ଈଶ୍ୱରଙ୍କ ବାକ୍ୟ ମୁଁ ବିଶ୍ୱାସ କରୁନି। ହଁ, ତାହେଲେ ମୁଁ ଏବେ ବିଶ୍ୱାସ କରିବି ମୁଁ ସୁସ୍ଥ ହେଇ ସାରିଛି। 아내가 ଆଉ ମୁଁ ଯାଇକି ବ୍ରେକଫାଷ୍ଟ ଖାଇବି। ଆଉ ସେତେବେଳେ ମୋ ସ୍ତ୍ରୀ ଟେବୁଲରେ ବହୁତ ଗୁଡ଼େ ଖାଦ୍ୟ ପ୍ରସ୍ତୁତ କରିଥିଲେ, କାହିଁକି ନା କିଛି ଜଣ ଗେଷ୍ଟ ଆସିଥିଲେ ଆମ ଘରକୁ। ଆଉ ତାପରେ କଣରେ ମୋ ପାଇଁ କି ଖାଲି ସେ ଯାଉ ରଖା ହେଇଛି। ଆଉ ମୁଁ ସେ ଯାଉ ତାଙ୍କୁ ପଠେଇ ଦେଇଦେଲି। ତାପରେ ଆଉ ବହୁତ ବଡ଼ ପ୍ଲେଟ୍ରେ ଭାତ ଆଣିକି କିମ୍ଚି, ତାପରେ ସେ ମୂଳା କିମ୍ଚି ସବୁ ପ୍ରକାର ମୁଁ ଖାଇବାକୁ ଆରମ୍ଭ କଲି। ଆଉ ସେତେବେଳେ ମୋ ସ୍ତ୍ରୀ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ସେ ମୋତେ କହିଲେ, ତମେ ବର୍ତ୍ତମାନ କ'ଣ କରୁଛ? ମୁଁ କହିଲି, ତମେ ଯାଅ ସିଆଡ଼େ, ମୁଁ ସୁସ୍ଥ ହେଇ ସାରିଛି। ଆଉ ମୁଁ ବହୁତ ଶୀଘ୍ର ଖାଇଥାଏ। ଆଉ ବେଳେବେଳେ ମୁଁ ଯେତେବେଳେ VIP ମାନଙ୍କ ସହିତ ଭେଟିଥାଏ, ଆଉ ସେମାନେ ବହୁତ ଧୀରେ ଧୀରେ ଖାଆନ୍ତି। ମୁଁ ଯୀଶୁଙ୍କୁ ଭେଟିକି ଯେତେବେଳେ ପାପରୁ କ୍ଷମା ପାଇଲି, ମୋତେ ବାଇବଲ ପଢ଼ିବାର ଅଛି, କିନ୍ତୁ ମୋ ପାଖରେ ସମୟ ରହୁନଥିଲା।
आ मु समय सहित लड़ाई कली मु जानिनी आपण विश्वास करिवे कि नाही आ मु बाहा हेबा पूर्व पर्यंत आ खाली 2 मिनिट लागुथिला मते खाइबा पई Apart from taking a shower, the Bible was always in my hand. आ खाली गाधेबा बेलको छाड़ी की सब बेले से बाइबल मो हाथ रे रहुथिला आ मु जते रास्ता रे जाउथिली बाइबल वाक्य मने रखुथिली आ जते बेलको मु मते निद लागुची बोली मते सोइबा को इच्छा होला हेते बेले मु अल्प सोउथिली आ बाइबल को पुरातन नियम रु नूतन नियम पर्यंत पढ़िबा पई 60 घंटा लागिबो आ किछि मध्ये न करिके गुटे सप्ताह मु बेले बेले खाली बाइबल पढ़ी थाए आ 100 थर 20 थर 30 थर 40 थर 100 थर मु बाइबल पढ़िली आ तापरे से बाइबल रो जोटा के स्ट्रक्चर अछि सेटा धीरे धीरे मु बुझिबा पई आरंभ कली 성경 분명히 무엇이든 기도하고 안 받은 점이에요. आ बाइबल रे कोन लिखा जाय छी तुमे माने जहा जहा मागु अछ प्रार्थना रे विश्वास कर ताहा तुमे पाई अछ एवं ताहा तुमे पाइबो ताले मु जदि विश्वास करिबी समस्त विषय हेई परिबो तापरे मु सेटा किमची खाइली 나왔는데 आ तापरे स्पून जते बेले मु तळे थोइली अन्य माने प्राय अधा खाइथिबे मोर पेट काटिबा को आरंभ कला आ मु बाध्य हे के टॉयलेट को गली मु जते टॉयलेट को गली मते क्षमा करिबे आ सेते बेले बहुत मरते झाड़ा हैला ओ मो पेट आ सेते बेले मोर चिंता पूरा द्वंद्व जनक हे गला 배가 터질 수 있어. 죽었는지 몰라. आ तोर पेट एते काटुची तोर पाखे केमिति विश्वास अछि जे तू कहू जो तू खाइले तू खाई परिबू But then another thought came to me. आ गोटे किंतु चिंता मो पाखको आसिला परमेश्वर जानि छथि मते आ परमेश्वर कहू छथि जदि मु विश्वास करिबी ताहाले मु सुस्थ होई अछि तबे मु विश्वास करूछि If it's healed, it's not supposed to hurt. आ तबे शैतान आसी के कहिला मते पुणी तोर पेट ताहाले कोन बिंधा होनी कि बिंधा होउछि ना तू सुस्थ हेइछु तू सुस्थ हेइछु सुस्थ हेइछु सुस्थ हेइनु मोर सतरे सुस्थ हेइनी मु विश्वास करली आ मु विश्वास करूछि जे मु सुस्थ हेइछि आ तापरे 그래 보니까 배가 아픈데 나았다고 믿어. My stomach hurts, but believe आ मु चिंता करिली आ मोर पेट बिंधा होउछि केमिति किंतु मु विश्वास करिबी आ सेते बेलको मु विश्वास ए विषय रे चिंता कली आ जेते बेलको यीशु आमानकु भेटु छंती Jesus went to the house of Jairus, the ruler, आ यीशु जेते लाजार रो कन्या से घर को जाउ छंती आ आ जेते बेले जाइरस घर को यीशु जाउ छंती सेते बेलको जाई के कोन कहू छंती आ समस्त कांदु छंती यीशु कहू छंती ए कन्याटी मरी नाही किंतु बंची छी आ जदि सोईची से पिलाटा ताहले तार बॉडी टेम्परेचर अधिक अछि तार पल्स अछि आ तार निश्वास प्रश्वास चाली छी किंतु वर्तमान ए झेडा निश्वास प्रश्वास नोनी तार देह पूरा ठंडा पड़ी जाई छी आ तार ब्लड प्रेशर भी पूरा कम हे जाई छी किंतु यीशु जेते बेले कहिले से सोईची सेते बेले से झियो बंचुची आमानक दृष्टि रे से मरी जाई छी किंतु यीशुंकर दृष्टि रे से बंची छी हां ताहले एटा ठीक आ मोर हृदय रे देखा जाउची मु बेसी ठीक बोली किंतु मोर रोग अछि बोली किंतु परमेश्वरंकर चक्षु रे मु सुस्थ होई छी मु सुस्थ हेई छी सेति बहुत धन्यवाद ईश्वर तापरे आउ थरे मु लंच खाइली आउ थरे पेट काटिला आ तापर संध्या रे मते जने डिनर पई कि इनवाइट करिथिले आ मते खाइबा पई बेसी भलो लागे आमाने बाहा हिसाला परे बाहरे केवल केते थर आमाने खाइछु 제가 아내가 만든 음식이 참 맛있었어요. आ सेति पई कि मो स्त्रींकर जो खाद्य अछि सेटा बहुत स्वादिया 하나 정말 끝내줘요. आ मोर स्त्री केवल रोसेईटा बहुत भलरे करि पारंती 자연히 살다 보면 आ सेति पई कि मो स्त्री जोटा रोसेई करंती सेटा मते सबठु स्वादिया लागे आ मो पेट सुस्थ हेई छी मु सुस्थ हेई सारी छी 호텔에 आ से दिन संध्या बेले जेते बेले आमाने होटल को गलु 호텔이 최고라고.
ଆଉ सोल रो जोटा कि होटल हायट अछि से होटल हायट रो जोटा कि बुफे अछि सेटा बहुत भलो बुफे मु रेस्टोरेंट भितर को गली आ भाबिली हाँ मोर तो पेट बहुत बिंधा होची मु आज अल्प खाली खाइबी आ किंतु सेते बेले मोर हठात मने पड़िला नाई मोर पेट सुस्थ हेई सारिछि आ मु पेट भर्ती करके खाइली आ किंतु सेदिन मते आ डायरिया हेलानी मु घर को आसिली तारे मु सोइली आ तार दिन सकाळे जेते बेले मु उठिली ठीक 24 घंटा भितरे बहुत स्पष्ट भाबरे मोर पेट भलो हे गला आ ता पूर्वरु मोर पेट बहुत खराब थिला सेति पई कि मु राग जिंस खाई पारु नथिली सेति बहुत प्रकार घटना एमिति अछि आ मु केदो सेमति खट्टा जिंस खाई पारु नथिली किंतु 1987 मसिहारु वर्तमान पर्यंत मोर हृदय रे से वाक्य मु विश्वास करी अछि आ वर्तमान आपण जदि विश्वास करूछंती आपण बुझुछंती बोली ताहाले निजो को विश्वास करूछंती वाक्य को नहे आपण जिसुंकर वाक्य जदि बा सब बुझी परिबेनी किंतु ईश्वरंकर वाक्य होची ईश्वरंकर वाक्य आपण से वाक्य को विश्वास करंतु आपण निजर चिंता भितर रही कि विश्वास करंतुनी किंतु निजर चिंतार बाहर को जाई कि विश्वास करंतु आ सेते बेले आपण ईश्वर को जगत भितर प्रवेश करिवे एडा होची प्रकृत सत्य आत्मिक जीवन एडा आपण यीशु को विश्वास करिबा जदि आपण एई प्रकार करि परिबे तेबे आपणकर हृदय रे सेडी आश्चर्यमय सत्य परिवर्तन घटिबो ए विषय द्वारा अनेक लोक मानक कहि पारुछि ए विषय रे आ से प्रकार भाबरे से वर्ष जुलाई मासरे आमन जते बेले रिट्रीट हैला आ से दिन संध्या रे मो मोर से सुस्थतार साक्ष्य देली आ से बहुत लोक माने एकत्रित हेथिले आ से दिन से जगह रे ही 250 जन से माने परित्राण पाइले आ जते बेले अन्य लोक मानक विषय रे मु देखुची अनेक लोक माने से साक्ष्य सुनि कि सुस्थ होउछंती आ यीशुंकर वाक्य ग्रहण करिकि आमानकर चिंता अनुसार जदि आमाने चालुचु ताहाले आपण यीशु को विश्वास करू नाहंती किंतु निजर चिंता अनुसार चाली छंती जदि बा यीशुंकर चिंता आपणकर चिंता ठारू भिन्न ताहाले मध्ये ईश्वरंकर वाक्य ग्रहण करिबा होची उचित अनेक लोक माने अछंती जो माने कि निजर आत्मिक जीवन समस्या विषय रे कहउछंती से माने पाप विषय रे कहउछंती आ जते बेले बारंबार मु एई विषय रे आपण मानको कहि अछि 2012 मसिहा रे मु घाना रो प्रेसिडेंट जॉन एटमिल्स को भेटी थिली आ से बहुत विश्वस्त भाबरे मंडली को जानती आ जते बेले मु तांको भेटिली तांकर शरीर बहुत असुस्थ थिला सेति पई चेयर रे से एम्ति डेरी हे कि बसी थिले आ हमर कैंप जते बेले होतला घाना रे सेठी मु से फर्स्ट लेडी को भेटी थिली आ तांकर निवेदन द्वारा मु राष्ट्रपति भवन को जाई कि राष्ट्रपति को भेटिली आ सेते बेले आमानकर दुई जण स्वप्नार भौणी माननकु नै कि गली आ सेठी दुईटी घानार गीत गाइबा पई कहिथिली आ बेले बेले जते बेले को से प्रेसिडेंट मानको मु भेटिबा पई जाए से कयर मानको मु नै कि जाए मो सहित गीत गाइबा पई आ सेई दिन दुई जण सोप्रानो हमर गीत गाइथिले जाई कि आ से प्रेसिडेंट ताकर चेयर रे एंती आउजी कि बसी थिले आ सेते बेले से तांकर पार्टी फिटे कि से गीत मिसी कि तांको संगे गाइले आ ताबरे म्यूजिक जते बेले शेष हे गला आ मु सेते बेले प्रेसिडेंट कर सामना रे बसिली आ से मते कोन कहिले आ से कहिले आ बहुत दिन हेलानी मोर स्पेशलिस्ट से मते चिकित्सा करूछंती जॉन एटमिल्स आ मोर समान बयस थिला आ से मते कोन कहिले से कहले जदि बा से स्पेशलिस्ट मोर चिकित्सा करूछंती किंतु से रोग धीरे धीरे बढ़िबारे लागिछि
ଆଉ ଜଣେ ସ୍ପେଶାଲିଷ୍ଟ ଆସିକି ତାଙ୍କର ଚିକିତ୍ସା କରୁଥିଲେ କିନ୍ତୁ ସେ କିଛି ମଧ୍ୟ ଭଲ ଫଳ ପ୍ରତିଫଳ ପାଇ ପାରୁନାହାନ୍ତି। I got up and I thought, ଆଉ ସେଇଦିନ ସକାଳେ ମୁଁ ଉଠିକି ଚିନ୍ତା କଲି ଆଉ ମୁଁ ବୋଧେ ଲାଗୁନି ମୁଁ 5 ଦିନଠୁ ଅଧିକ ବଞ୍ଚିବି ବୋଲି। ଆଉ ସେ ପ୍ରେସିଡେଣ୍ଟ ମୃତ୍ୟୁ ସମ୍ମୁଖରେ ଠିଆ ହେଇଥିଲେ ଆଉ ତାପରେ ସେ ମୋତେ ଏ ପ୍ରକାର ବିଷୟ କହିଲେ। ଆଉ ମୁଁ ଘାନାରେ ଜଣେ ବହୁତ ଭଲ ବିଶ୍ୱାସୀ ବୋଲି ମୋତେ ଲୋକମାନେ ଗ୍ରହଣ କରନ୍ତି। ଆଉ ସେ ଜନ୍ ଆଟମେଲ୍ସ ପ୍ରେସିଡେଣ୍ଟ ସେ ସବୁବେଳେ ସର୍ଭିସକୁ ଯାଆନ୍ତି, ସଣ୍ଡେ ସର୍ଭିସକୁ। ଆଉ ଘାନାର ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଯେତେବେଳେ ସେ ପ୍ରେସିଡେଣ୍ଟ ମୃତ୍ୟୁ ସମ୍ମୁଖରେ ଠିଆ ହେଇଛନ୍ତି ଆଉ ସେ କ'ଣ ସେତେବେଳକୁ ଭାବୁଛନ୍ତି ଆଉ ମୁଁ ଯେତେବେଳେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବି ମରିଗଲା ପରେ ମୋର ପାପ ଅଛି, ମୁଁ ସେ ପାପରୁ କେମିତି କ୍ଷମା ପାଇବି? 그럼 내가 과연 하늘나라에 갈 수 있을까? ଆଉ ଯଦି ମୋର ପାପ କ୍ଷମା ହେଇନି ତାହେଲେ କ'ଣ ମୁଁ ସ୍ୱର୍ଗକୁ ଯାଇପାରିବି କି? ଆଉ ସେତେବେଳେ ସେ ତାଙ୍କ ନିଜ ବିଷୟରେ ସବୁ ବିଷୟ ମୋତେ କହିଲେ। ମୁଁ ସାନ ବେଳଠୁ ବହୁତ ଚୋରି କରିଛି, ବହୁତ ମିଛ କହିଛି ଆଉ ପାପର ସମସ୍ୟା ବିଷୟରେ ଅନେକ ଗୁଡ଼ିଏ ବିଷୟ ମୁଁ ଭାବିଛି। ମୁଁ ସେତେବେଳେ ତାଙ୍କୁ କହିଲି ଆଉ 각각에서 ମହାଶୟ ଆପଣ କେମିତି ଜାଣିଲେ ଯେ ଆପଣ ଜଣେ ପାପୀ? ଆଉ ସେ ପ୍ରେସିଡେଣ୍ଟ ମୋତେ କହିଲେ 내가 죄를 지었으니까 ଆଉ ମୁଁ ଯେହେତୁ କି ପାପ କରିଛି ତାହେଲେ କ'ଣ ମୁଁ ପାପୀ ନୁହେଁ କି? 맞는 것 같습니다. ଆଉ ସେତେବେଳେ ମୁଁ ତାଙ୍କୁ କହିଲି ହଁ ଆପଣ ଠିକ କହୁଛନ୍ତି କିନ୍ତୁ ସେ ପ୍ରକାର ନୁହେଁ। ଆଉ ସିଏ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଆଉ 어느 날 ମହାଶୟ 죄를 지은 죄인은 자기 죄를 ଆଉ କୋଉ ଦେଶର ଏମିତି ଅପରାଧୀ ଅଛି ଆଉ ଏମିତି ନିୟମ ଅଛି ଯୋଉ ଦେଶରେ କି ସେମାନେ ନିଜେ ଅପରାଧ କରିକି ନିଜେ ଅପରାଧର ଦଣ୍ଡ ମଧ୍ୟ ଭୋଗ କରିବା ନିଜେ ନିର୍ଣ୍ଣୟ ନେବେ। go to jail for 3 years, I'll be back. They don't. ଆଉ ମୁଁ ଏବେ 3 ବର୍ଷ ପାଇଁ ଜେଲ ଯାଉଛି ତାପରେ ମୁଁ ବାହାରି ଆସିବି, ଏମିତି କୋଉ ବି ମଧ୍ୟ ଲୋକ କୁହେନି। Sin is judged by the judge. ଆଉ ପାପ ସବୁବେଳେ ପାପୀ ଦ୍ୱାରା ହିଁ You should not judge your own sin. ବିଚାର କରାଯାଇ ପାରିବନି। ସେଥିପାଇଁ ଆପଣ କେବେ ମଧ୍ୟ ସେ ନିଜର ପାପକୁ ବିଚାର କରିପାରିବେନି। 하나님께서 재판장이 된 하나님께서 각하의 죄를 심판 판결문입니다. ଆଉ ସେତେବେଳକୁ ସେ କହିଲେ ଆଉ ମହାଶୟ ଆପଣ ଜାଣିଛନ୍ତି କି ଯୀଶୁ ଆପଣଙ୍କର ବିଚାର ବିଷୟରେ କ'ଣ କହନ୍ତି? ପରମେଶ୍ୱର କେମିତି ଆପଣଙ୍କ ପାପ ବିଚାର କରନ୍ତି? President was stunned. ଆଉ ସେ ପ୍ରେସିଡେଣ୍ଟ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। Judgment statement? Yes, Your Excellency. He says he has not seen it. 그게 어디 있느냐고. He asked me, where is it? ଆଉ ତାପରେ ମୁଁ ତାଙ୍କୁ କହିଲି ଆଉ ବାଇବଲରେ ତମର ଯୋଉ ଦଣ୍ଡର ପତ୍ର ଲେଖାଯାଇଛି ତୁମେ ସେଟା ଦେଖିଛ କି? ସେ କହିଲେ ନା ମୁଁ ଦେଖିନି। ମୁଁ କହିଲି ଆପଣ ଦେଖିବାକୁ ଇଚ୍ଛା କରୁଛନ୍ତି? ସେ ମୋତେ କହିଲେ ହଁ ମୋତେ ମୁଁ ଦେଖିବାକୁ ଇଚ୍ଛା କରୁଛି। ମୁଁ ବାଇବଲ ଖୋଲିକି ତାଙ୍କୁ ଦେଖେଇଲି। 3장 23절을 ମୁଁ ରୋମିଓ 3 ପର୍ବ 23 ପଦର ବାକ୍ୟ ଖୋଲିଲି। 모든 사람이 죄를 범하였으니 ସମସ୍ତେ ତ ପାପ କରିଅଛନ୍ତି ଏବଂ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। 각하 중요한 것은 23절에는 인간이 있고 예수님이 거기 없어요. କିନ୍ତୁ ମହାଶୟ ଏଇ 43 ପଦରେ ଦେଖିଲେ ମଣିଷ ସେଠି ଖାଲି ଅଛି, ଈଶ୍ୱର ଯୀଶୁ ନାହାନ୍ତି। 같이 자고 예수님 씻기 때문에 ଆଉ ଆମମାନଙ୍କର ପାପ ଆମମାନେ ନିଜେ ଧୋଇ ପାରିବାନି କିନ୍ତୁ ଯୀଶୁ ତାହା ଧୋଇଥାନ୍ତି। 23 ପଦରେ ଦେଖିଲେ ମୁଁ ହଉଛି ପାପୀ ଆଉ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି ସେମାନେ। 각하 24절 보십시오. But Excellency, let us କିନ୍ତୁ ଆସନ୍ତୁ ଆମେମାନେ 24 ପଦ ଦେଖିବା। in verse 20. 24 ପଦରେ 또 예수 안는 구속으로 말미암아 ଆଉ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେଉଁ ମୁକ୍ତି ଅଛି ତଦ୍ୱାରା ବିନା ମୂଲ୍ୟରେ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ। Through the redemption that is in Christ Jesus. 각하 이것이 하나님 판결문입니다. Your Excellency, this is ମୁଁ God's ସେତେବେଳେ ତାଙ୍କୁ judgment କହିଲି ପ୍ରେସିଡେଣ୍ଟ ଏଇଟା ହେଉଛି ଆପଣଙ୍କର ବିଚାର ପତ୍ର, sinned. 근데 예수님 ଆପଣ ଦେଖି ଅଛନ୍ତି କିନ୍ତୁ He has redeemed you. 대신에 ସିଏ ଆପଣଙ୍କୁ ଉଦ୍ଧାର କରିଛନ୍ତି, ସିଏ ଆପଣଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। 답을
받으셨습니다. and he was punished ଆମମାନଙ୍କ every ପାଖରେ single କିଛି one of ମଧ୍ୟ ନ ଛାଡ଼ିକି ସମସ୍ତ ପାପର ଭାର ସେ ବହନ କଲେ। his grace, freely, 아무것도 안 했는데 without you doing anything at all. 하나님 의롭다고 God, ଆମେ ମଧ୍ୟ କିଛି ବି ନ କରିକି ପରମେଶ୍ୱର ଆମମାନଙ୍କୁ ତୁମେ ଧାର୍ମିକ ବୋଲି କହିକି କହୁଛନ୍ତି। 죄인이라고 생각하시죠. ଆଉ ସେତେବେଳେ ମୁଁ ତାଙ୍କୁ ପଚାରିଲି ମହାଶୟ ଏବେ ଆପଣ ନିଜକୁ ପାପୀ ବୋଲି ଭାବୁଛନ୍ତି କିନ୍ତୁ ଈଶ୍ୱର ଆପଣଙ୍କୁ କ'ଣ କୁହନ୍ତି? ଈଶ୍ୱର ଆପଣଙ୍କୁ ଧାର୍ମିକ କହିଅଛନ୍ତି। 착하고 의롭다고 하셨고 God is telling you ପରମେଶ୍ୱର ଯଦି ସେ ମହାଶୟଙ୍କୁ ଧାର୍ମିକ ବୋଲି କହୁଛନ୍ତି କିନ୍ତୁ ଆପଣ କହୁଛନ୍ତି ମୁଁ ପାପୀ, ତାହେଲେ ଆପଣ ଈଶ୍ୱରଙ୍କୁ କ'ଣ ବିଶ୍ୱାସ କରୁଛନ୍ତି କି? ଯଦି ଆପଣ ଈଶ୍ୱରକୁ ବିଶ୍ୱାସ କରନ୍ତି, ଯଦି ପରମେଶ୍ୱର ଆପଣଙ୍କୁ ପବିତ୍ର କହୁଛନ୍ତି ତାହେଲେ ଆପଣ କହିବେ ମୁଁ ଧାର୍ମିକ। ଆଉ ସେ ପ୍ରେସିଡେଣ୍ଟ ବହୁତ ଭଲ ଭାବରେ ସେ ବାକ୍ୟ ଦେଖିଲେ, ହଁ ଏଇଟା ଠିକ। 의롭다고 하시면 if God says that I'm ଯଦି justified, ପରମେଶ୍ୱର ମତେ କହୁଛନ୍ତି ମୁଁ ହଉଛି ଧାର୍ମିକ, righteous. ତେବେ ମୁଁ ହଉଛି 내가 ଧାର୍ମିକ। 죄인이지만 In my thoughts, I'm a sinner. ମୋ ଚିନ୍ତାରେ ମୁଁ ଜଣେ ପାପୀ। 냄새가 나지만 In the eyes of ମାର୍ଥା Mary, ଆଉ Lazarus ମରିୟମ is ଦେଖିଲେ dead and ଯୀଶୁ stinking. ମରିକି 4 ଦିନ ହେଇଗଲାଣି, ଗନ୍ଧ ହଉଛି, But if Jesus କିନ୍ତୁ says ଯୀଶୁ he ଯଦି lives, then ବଞ୍ଚେଇବେ that ତାହେଲେ ସେ doesn't ବଞ୍ଚିବ। even though it looks like ମୋର he's not ଦୃଷ୍ଟିରେ living ତାହା my life. ହେଇପାରିବନି। 죄를 지었고 In my eyes, ମୁଁ I commit ନିଜକୁ sin, ଦେଖିଲେ ମୁଁ ପାପ କରିଛି। and it looks like that I'm a sinner. ଆଉ ଯଦି ବା ମୁଁ ଜଣେ ପାପୀ କିନ୍ତୁ ଯଦି ପରମେଶ୍ୱର ମତେ ଧାର୍ମିକ କୁହନ୍ତି Means I am without sin. 자, 나는 ତାହେଲେ ମୋର ଆଉ ପାପ ନାହିଁ। Say I'm a sinner. ମୁଁ କହୁଛି ମୁଁ ପାପୀ God says I'm କିନ୍ତୁ justified. ପରମେଶ୍ୱର ମତେ ଧାର୍ମିକ କହୁଛନ୍ତି, 말씀이 옳습니다. ତାହେଲେ କାହାର କଥା ଠିକ? ମୋର କଥା ନା ଯୀଶୁଙ୍କର କଥା ଠିକ? କିନ୍ତୁ ସବୁଠୁ ଦୁଃଖର ବିଷୟ କ'ଣ? ଅନେକ ଲୋକମାନେ କୁହନ୍ତି They know Jesus, right, and justified us. ଆଉ ସେମାନେ ଜାଣିଛନ୍ତି ଯୀଶୁ ଆମମାନଙ୍କୁ ଧାର୍ମିକ କରିଅଛନ୍ତି, ପବିତ୍ର କରିଅଛନ୍ତି। 왜? କାହିଁକି? କାହିଁକି ନା ସେମାନେ ପାପ କରୁଛନ୍ତି ସେଥିପାଇଁ। ଆଉ ସେ ପାପ କରିଥିବାରୁ ସେ ହେଉଛନ୍ତି ପାପୀ, ସେଟା ସତ। 그렇기 때문에 의롭다 그것도 맞습니다. But because Jesus ଆଉ ଯୀଶୁ ଆମମାନଙ୍କର ପାପ ଧୋଇଥିବାରୁ ଆମେମାନେ ଧାର୍ମିକ, ସେଇଟା ମଧ୍ୟ ସତ। 이렇게 죽으셨고 Jesus was crucified. ଆମେ ପାପୀ ଥିଲୁ କିନ୍ତୁ ଯୀଶୁ ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ, ଆମମାନଙ୍କୁ ଧାର୍ମିକ ଗଣିତ କଲେ, ଆମମାନଙ୍କୁ ଧାର୍ମିକ କଲେ। କିନ୍ତୁ ଅନେକ ଲୋକମାନେ ବର୍ତ୍ତମାନ ସେମାନେ କହନ୍ତି ଯୀଶୁ ଆମମାନଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ ଏବଂ ଆମେ ଧାର୍ମିକ ଗଣିତ ହୋଇଅଛୁ, କିନ୍ତୁ ସେମାନେ ନିଜକୁ ପାପୀ ବୋଲି ପୁଣି କୁହନ୍ତି। ଆଉ ସେ ପ୍ରେସିଡେଣ୍ଟ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ମହାଶୟ, ମୁଁ ବାଇବଲର ଆଉ ଗୋଟେ ବାକ୍ୟ ଦେଖେଇବି। ରୋମିଓ 4 ପର୍ବ 25 ପଦ। 예수는 우리의 범죄함을 알려 주게 되고 또 의롭다 하시니 ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭମାନେ ଧାର୍ମିକ ଗଣିତ ହେବା ନିମନ୍ତେ ସେ ଉତ୍ଥାପିତ ହେଲେ। ଯୀଶୁ ଯେତେବେଳେ ଉତ୍ଥାପିତ ହେଉଛନ୍ତି ସେତେବେଳେ ଆପଣଙ୍କର ପାପ ଧୌତ ହୋଇଅଛି। ଆଉ ତାଙ୍କ ହାତରେ ସେ ଚିହ୍ନ ଦେଖାଉଛନ୍ତି, ତାଙ୍କର କଣ୍ଟା ମୁକୁଟର ଚିହ୍ନ ଦେଖାଉଛନ୍ତି, ତାଙ୍କର ବକ୍ଷସ୍ଥଳର କ୍ଷତ ସେ ଦେଖାଉଛନ୍ତି। ଆଉ ଏଇଟା ହଉଛି ଚିହ୍ନ ଯେ ତୁମର ପାପ କ୍ଷମା ହୋଇଅଛି, ତୁମେ ଧାର୍ମିକ। କିନ୍ତୁ ବର୍ତ୍ତମାନ ଜଗତରେ ଅନେକ ଲୋକମାନେ ରହୁଛନ୍ତି ଏବଂ ସେମାନେ କହୁଛନ୍ତି ଆମେ ପାପ କରୁଛୁ ସେଥିପାଇଁ ଆମେ ପାପୀ। ସେମାନେ ଯୀଶୁଙ୍କର ସେଇ ହୃଦୟ ଠାରୁ ଭିନ୍ନ ଅଟନ୍ତି। ଆଉ ସେ ପ୍ରେସିଡେଣ୍ଟ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ମୁଁ ତାଙ୍କୁ ଆଉ ଗୋଟେ କଥା କହିଲି। ଆଉ ମୁଁ ପ୍ରଥମ କରନ୍ତୀୟ 6 ପର୍ବ ପଢିଲି 10 ପଦ। 도적이나 탐망하나 술 취하거나 불욕하는 불행한 자들은 Nor thieves, nor covetous, nor drunkards, nor revilers, nor extortioners shall inherit the kingdom of God. Such people can, ଏହି ପ୍ରକାର ଲୋକମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେନି କାହିଁକି ନା ସେମାନେ ପାପୀ। but in verse କିନ୍ତୁ 11 ପଦ ଯଦି ଆପଣ ଦେଖିବେ, ଆଉ ତୁମମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ, 주 예수 그때 이런가 우리 କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା 죄를 지었는데 ତୁମେମାନେ ଧୌତ ହୋଇଅଛ। ଯଦି ବି ଆପଣ ଏମିତି ପାପ କରୁଛନ୍ତି କିନ୍ତୁ ହେଲେ ବି ଆପଣ ଧୌତ ହୋଇଅଛନ୍ତି 의롭다 하시면 ଏବଂ ପବିତ୍ରୀକୃତ ହୋଇଅଛନ୍ତି ଏବଂ ଧାର୍ମିକ ଗଣିତ ହୋଇଅଛନ୍ତି। ଆଉ ବାକ୍ୟରେ ସେମିତି ଲେଖାଯାଏ ଯେ ଯଦି ବା ଆପଣ ପାପ କରିଛନ୍ତି ସେ ପାପ କ୍ଷମା ହୋଇଛି ଯୀଶୁଙ୍କ ରକ୍ତ ଦ୍ୱାରା। 넌 의로워
ଆଉ ସିଦ୍ଧ ଭାବରେ ଆପଣ ମାନେ ପବିତ୍ର ଧାର୍ମିକ ହୋଇ ଅଛନ୍ତି ତାହେଲେ ଆପଣ ପାପୀ ଉତ୍ତର ଦିଅନ୍ତୁ 여러분 하나님 ଆପଣ ମାନେ ପରମେଶ୍ୱରଙ୍କ ବାକ୍ୟ ସମ୍ମୁଖରେ ବର୍ତ୍ତମାନ ଅଛନ୍ତି 만일 ଆପଣ କାହାକୁ ଅନୁସରଣ କରୁଛନ୍ତି ଯଦି ଯୀଶୁ କ୍ରୁଶରେ କ୍ରୁଶାର୍ପିତ ହେଲେ ଯଦି ଆପଣ ତଥାପି ବି ପାପୀ ତାହେଲେ ତାର ଅର୍ଥ ହେଉଛି ଯୀଶୁଙ୍କର କ୍ରୁଶ ବିଫଳ ହୋଇଅଛି ଯୀଶୁଙ୍କ କ୍ରୁଶ କେବେ ବିଫଳ ହେଇନି ଆଉ ଯୀଶୁଙ୍କର କ୍ରୁଶର ରକ୍ତ ଆମମାନଙ୍କର ପାପ ହିମ ପରି ଶୁକ୍ଳ କରି ଧୌତ କରିଅଛି ଯଦି ଆପଣ ନିଜର ଚିନ୍ତା ପରିତ୍ୟାଗ କରିକି ଆପଣ ମର୍ଡର କରିଥାନ୍ତୁ ଚୋରି କରିଥାନ୍ତୁ ଆପଣ ବ୍ୟଭିଚାର କରିଥାନ୍ତୁ ଆପଣଙ୍କର ପାପର ସମସ୍ତ ଭାର ସେ ବହନ କରିଅଛନ୍ତି କ୍ରୁଶରେ ଆପଣଙ୍କର ପାପର ସମାଧାନ ସେ କରିଅଛନ୍ତି କ୍ରୁଶରେ ସେ ଆମମାନଙ୍କର ପାପକୁ ଧୌତ କରିଅଛନ୍ତି ସେ ଆମକୁ ଧାର୍ମିକ କରିଅଛନ୍ତି ତେବେ ଆପଣ କାହାକୁ ବିଶ୍ୱାସ କରିବେ ବାକ୍ୟକୁ ବିଶ୍ୱାସ କରିବେ ନା ନିଜର ଚିନ୍ତାକୁ ବିଶ୍ୱାସ କରିବେ ଆମମାନଙ୍କର ଚିନ୍ତାରେ ଆମେ ପାପୀ ଦେଖାଯାଉଛୁ କାହିଁକିନା ଆମେ ପାପ କରିଛୁ କିନ୍ତୁ ଈଶ୍ୱର ସେ ହେଉଛନ୍ତି ବିଚାରକର୍ତ୍ତା ତୁମେ ପାପ କରିଛ କିନ୍ତୁ ତୁମର ପାପ ଧୌତ ହୋଇଅଛି ତୁମେ ଧାର୍ମିକ ହେଇଛ ପବିତ୍ର ହେଇଛ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ଆପଣ ବିଶ୍ୱାସ କରୁଛନ୍ତି କି ବିଶ୍ୱାସ କରୁଛନ୍ତି ବିଶ୍ୱାସ କରୁଛନ୍ତି 죄인입니까? Everyone, are you a sinner? ତାହେଲେ ଆପଣ ପାପୀ 여러분 죄인이라면 If you're a sinner, ଯଦି ଆପଣ ପାପୀ 내 죄를 못 씻었다니 then you're saying ତାର ଅର୍ଥ ହେଉଛି ଯୀଶୁ କ୍ରୁଶରେ ମୋର ପାପ ଧୋଇ ନାହାନ୍ତି 내 죄를 살고 십자가에 못 박혔는데 못 씻으면 실패한 거죠. he was ଆଉ ଯଦି କ୍ରୁଶରେ କ୍ରୁଶାର୍ପିତ ହେଲେ ଏବଂ ମୋର ପାପ ସେ କ୍ଷମା କରିପାରୁ ନାହାନ୍ତି ତାହେଲେ କ୍ରୁଶ ବିଫଳ ହେଇଛି by Satan to think ଅନେକ ଲୋକମାନେ ଶୈତାନ ଦ୍ୱାରା ଠକି ହେଉଛନ୍ତି ନାଇଁ ଯୀଶୁ ଆମର ସମସ୍ତ ପାପ କ୍ଷମା କରିଅଛନ୍ତି ବାଇବଲ ସେଇ ପ୍ରକାର କହିଥାଏ ଆଉ ମୁଁ ଯେତେବେଳେ ବାଇବଲକୁ ବିଶ୍ୱାସ କରୁଛି from then on my stomach ଆଉ ସେତେବେଳେ ମୋର ପେଟ ସୁସ୍ଥ ହେଇଗଲା and I gained a lot ଆଉ ମୋର ଓଜନ ବଢିଲା 뚱뚱해질까 걱정이. ମତେ ଏବେ ଡର ଲାଗୁଛି କାଳେ ମୁଁ ବେଶୀ ମୋଟା ହେଇଯିବି କିନ୍ତୁ ଈଶ୍ୱର ଆଉ ମୋର ଚିନ୍ତା ପରିବର୍ତ୍ତେ ମତେ ତାଙ୍କର ପ୍ରତିଜ୍ଞାକୁ ବିଶ୍ୱାସ କରାଇଲେ 믿는 거지 예수 믿는 게 아니에요. ଆପଣଙ୍କ ଚିନ୍ତାରେ ମେଳ ଖାଉଥିବା ବିଷୟ ଯଦି ଆପଣ ବିଶ୍ୱାସ କରୁଛନ୍ତି ଆପଣ ନିଜକୁ ବିଶ୍ୱାସ କରୁଛନ୍ତି ଈଶ୍ୱରଙ୍କୁ ନୁହେଁ 하나님 말씀을 받아들여. ଆପଣଙ୍କର ଚିନ୍ତାରେ ସେ ବାକ୍ୟ ମ୍ୟାଚ୍ କରୁଥିବା ଥାଉ କିମ୍ବା ନାହିଁ ଯଦି ଆପଣ ଈଶ୍ୱରଙ୍କର ବାକ୍ୟ ଗ୍ରହଣ କରୁଛନ୍ତି today say that Jesus 내 죄 ଅନେକ ଲୋକମାନେ କହୁଛନ୍ତି ଯୀଶୁ ମରିଗଲେ ମୋର ପାପ ନିମନ୍ତେ ତାପରେ ସେମାନେ ନିଜକୁ ପାପୀ କହୁଛନ୍ତି କାହିଁକି ସେମିତି କହୁଛନ୍ତି ଯଦି ବା ଯୀଶୁ ତାଙ୍କର ପାପ ଧୋଇ ଦେଇଛନ୍ତି କିନ୍ତୁ ସେମାନେ ପାପ କରିଲେ 지연전 안. ମୁଁ ହସେ those sins are not forgiven. ତାହେଲେ ସେଇ ପାପ କ'ଣ କ୍ଷମା ହେଇନି Sins aren't forgiven. What's the point of the forgiveness? ଯଦି ଏଇ ପାପ କ୍ଷମା ହେଇନି ତାହେଲେ ପାପ କ୍ଷମାର ଅର୍ଥ କ'ଣ 몸 눈처럼 희게 씻으시고 କିନ୍ତୁ ଯୀଶୁ ଆମମାନଙ୍କର ସମସ୍ତ ପାପ ହିମ ପରି ଶୁକ୍ଳ କରି ଧୌତ କରିଅଛନ୍ତି ଏବଂ ତାଙ୍କର ରକ୍ତ ଆମ ନିମନ୍ତେ ଢାଳିଲେ ଏବଂ ସେ ପୁନରୁତ୍ଥିତ ହେଲେ 상자옥 가시관 자옥 그것 중에서 내가 네 죄를 이렇게 해서 이 모든 ଏବଂ ତାଙ୍କର ହାତରେ ଥିବା ସେ କଣ୍ଟା ବିଧର ଚିହ୍ନ ତାଙ୍କର ମଥାରେ ଥିବା ସେଇ କଣ୍ଟା ମୁକୁଟର ଚିହ୍ନ ତାଙ୍କ ବକ୍ଷସ୍ଥଳରେ ଥିବା ଚିହ୍ନ ଦ୍ୱାରା ସେ ଦେଖାଉଛନ୍ତି ଯେ ମୁଁ ତୁମର ସମସ୍ତ ପାପ କ୍ଷମା କରିଅଛି 같이 집을 된 걸 믿어야 하는 But 거예요. you must believe the price of the sin. ଆପଣ ବିଶ୍ୱାସ କରିବା ଆବଶ୍ୟକ ଯେ ଆପଣଙ୍କର ଯାହା ବି ପାପର ବେତନ ଅଛି ତାହା ଯୀଶୁ ପରିଶୋଧ କରିଅଛନ୍ତି ଆଉ ସେତେବେଳେ ଆପଣଙ୍କର ହୃଦୟ ଯୀଶୁଙ୍କର ହୃଦୟ ସହିତ ଏକ ହେଇଯିବ ଆଉ ସେଇ ଦିନ ଠାରୁ ଯୀଶୁ ମୋର ଜୀବନରେ ଅନେକ ଗୁଡ଼ିଏ କାର୍ଯ୍ୟ କରିଅଛନ୍ତି 사랑하는 여러분, ଆଉ ବର୍ତ୍ତମାନ କେବଳ ଆପଣ ଏଇ ବିଷୟରେ ସାକ୍ଷ୍ୟ ଦେଇପାରିବେ ପରମେଶ୍ୱର ଆପଣ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି 대충 한 게 ସେ କେବଳ ଖାଲି ଗୋଟେ ଦେଖାଣିଆ ଭାବରେ ସିଏ କୃଷାର୍ପିତ ହେଇନାହାନ୍ତି 아니라 ଯଦି ଏତିକି ଟିକେ ବି ଆପଣଙ୍କର ପାପ ଅଛି ତାହା ହିମ ପରି ଶୁକ୍ଳ କରି ସେ ଧୌତ କରିଅଛନ୍ତି ଆପଣ ପାପୀ ନୁହନ୍ତି ଆପଣ ଧାର୍ମିକ ସେ ଆପଣଙ୍କୁ ପବିତ୍ର କରିଅଛନ୍ତି ସେ ଆପଣଙ୍କୁ ସୂଚି କରିଅଛନ୍ତି ବାଇବଲ ସେଇ ପ୍ରକାର କହୁଛି ଆମେନ୍ ନିଜକୁ ବିଶ୍ୱାସ କରନ୍ତୁନି ଶୈତାନ ଦ୍ୱାରା ଠକି ହୁଅନ୍ତୁନି ବାଇବଲର ବାକ୍ୟ ବିଶ୍ୱାସ କରନ୍ତୁ
घानार प्रेसिडेंट कहिले आ तांकर मुखरे आमे शांति देखि पारिलु मो धौत होई अछि मो पवित्र मो धार्मिक जीसुक हेतु से बहुत खुशी होथिले तापरे अनेक समय मु तांको भेटिची आ आमे जतबेले फेरी आसिलु तापरे से कहले मु टिके रेस्ट नेबी तापर से तांकर फर्स्ट लेडी को डाकिले आ तांकर जे कि तांकर पर्सनल डॉक्टर थिले से तांको बेड रे सुआई देले तापरे आमने आईवाईएफ सेंटर को फेरी आसिलु आ तापरे हमर इवेंट आमने कंटिन्यू कलु 4 घंटा परे मु गोटे फोन कॉल रिसीव कली से फर्स्ट प्रेसिडेंट फोन करथिले बहुत शांत स्वर रे से कहिले आ प्रेसिडेंट से अनंतकालीन निमंते निद्रित होई अछंती वर्तमान परमेश्वर द्वारा से आह्वान प्राप्त हेले परित्राण पाइबार 4 घंटा परे परमेश्वर धन्यवाद घानार प्रेसिडेंट जॉन एटमिल्स तांकर आत्मा को उद्धार करबा निमंते परमेश्वर तांका पाखु मते पठेइले गोटे वर्ष पर जेतेबेले मु घाना को गली से समान समय रे सेठी से कैंप थिला और सेठी मीडिया रु अनेक लोक माने आसी के अनेक प्रश्न पचारुथिले और सेतेबेले मोर हृदय रे ईश्वरंकर प्रेममय संतान जॉन एटमिल्स आउ से जेतेबेले वाक्य विश्वास कले से तांको पापरु मुक्त होउछंती सेति पई कि आपण मानकर हृदय रे जहा किछि भी वाक्य ठारु भिन्न चिंता अछि ताहा परित्याग करंतु एवं ईश्वरंकर वाक्य को विश्वास करंतु जिसु आमानकर पाप निमंते जगत को आसिले आ क्रूसरे से क्रूसार्पित हेले एवं आमानकर किछि मध्ये पाप से बाकी रखि नाहंती आ सिद्ध भाबरे परिष्कार भाबरे आ हिम परि शुक्ल करी आ शैतान आपण मानन को कहिबो तोर तू अबॉर्शन करिछु तोर पाप अछि तू मिछ कहूचु तू चोरी करिछु तू दुष्ट तू पापी से विषय द्वारा ठकी हुअंतुनी आ परमेश्वर जे के विचार करता सी आपण मानन को धार्मिक कहू अछंती जिसु केबे मध्ये पापी को धार्मिक कहिबेनी हमें पूर्वरु जने पापी थिलु किंतु जिसु आमान को धौत करी अछंती सेति पय से आमान को धार्मिक कहउछंती पापी को से केबे धार्मिक बोली कहिबेनी आउ से आमानकर समस्त पापर भार क्रूसरे बहन कले आउ सेति पय कि आ किछि मध्ये बाकी न छाडी के आमानकर समस्त पाप से क्षमा करी अछंती आमेन आमेन विश्वास करूछंती आमेन आउ एई थरक आमे माने सुनिबा केमिति आमे पापरु मुक्त हेबा केमिति ईश्वरंकर निकटवर्ती हेबा आमे माने से विषय रे एई थरक सुनिबा परमेश्वरंक अनुग्रह द्वारा आपण माने निज द्वारा ठकी हुअंतुनी किंतु परमेश्वरंकर अनुग्रह द्वारा निजको निजर चिंता को विश्वास न करिके ईश्वरंकर वाक्य निज हृदय रे ग्रहण करंतु आ सेते बेले यीशुंकर हृदय आपणकर हृदय रे वास करिवे यीशुंकर प्रेम आपणकर हृदय रे रहिबो यीशुंकर ज्ञान आपणकर पाखरे रहिबो एवं आपण परिवर्तित हेबाको आरंभ करिवे मो परित्राण पाई सारिबा परे मोर जीवन परिवर्तित हेबाको आरंभ होला आ सेति पई कि अनेक लोक मानको ईश्वरंकर एही प्रेम विषय रे मु जणै पारुछि आसंतु प्रार्थना करिबा अमानकर पवित्र पिता परमेश्वर धन्यवाद आ कंटिन्यूअसली शैतान आमानकु पापी बोली कहे ठकी देई थाए किंतु सिद्ध भाबरे परमेश्वर यीशुक द्वारा आमानकर पाप क्षमा करी अछंती आमाने जेपरि कि शैतान द्वारा ठकी न हबो
ଆଉ ଯୀଶୁ ଆମଙ୍କର ସମସ୍ତ ପାପ କ୍ଷମା କରିଅଛନ୍ତି ଏବଂ ଯେପରିକି ଏହି ଅନୁଗ୍ରହ ସମସ୍ତଙ୍କ ଉପରେ ବର୍ତ୍ତିବ ଆଉ ସେଇ ପ୍ରକାର ତୁମେ ଆମମାନଙ୍କୁ କଢ଼େଇ ନିଅ ଆଉ ଏହି ପ୍ରକାର ଆଶୀର୍ବାଦ ତୁମେ ଆମମାନଙ୍କୁ ଦିଅ ବୋଲି ତୁମ ନିକଟ ନିବେଦନ କରି ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି ଆମେନ୍। ଧନ୍ୟବାଦ ସମସ୍ତଙ୍କୁ।